ମାନଙ୍କୁ ପ୍ରଣାମ। ଲର୍ଡ ଗଣେଶ, ଅଗ୍ରପୂଜ୍ୟ ଗଣେଶ, ଗଣମାନଙ୍କର ଈଶ, ଲୋକମାନଙ୍କର ସମଗ୍ର ଜାତିର ଈଶ୍ୱର ଜଣେ ଈଶ୍ୱର ଦିଏ ଗଣେଶ। ଆଉ କେଇ ଘଣ୍ଟା ପରେ ଆପଣ ମାନେ ତାଙ୍କର ପୂଜା କରିବେ। ଗଣପତି ବାବା ମୋରିଆ। ତେଣୁ ସେଇ ଗଣପତିଙ୍କର ଆବାହନ କରିବା ପାଇଁ ଆମେ ଏକ ଭିନ୍ନ ପ୍ରକାରର ଭିନ୍ନ ଶୈଳୀର ଆଲୋଚନା ଭିତରକୁ ଆମେ ଯିବା। ଲର୍ଡ ଗଣେଶ, ଗତାନୁଗତିକ ଧାରାରେ ମୁଁ ଆପଣଙ୍କୁ କେବଳ ଏତିକି ଅନୁରୋଧ କରିବି, ନିଜକୁ ଯେତେ ପାରିବେ ନୀରବ ପରେ ୟାକୁ ଶୁଣିବାକୁ ଚେଷ୍ଟା କରିବେ, କାରଣ ଗତାନୁଗତିକ ଧାରାରେ ଗଲେ ୟାକୁ ବୁଝିବା ଭାରି କଷ୍ଟ ହେଇଯିବ। ମୁଁ କହୁଛି ବହୁତ ବଡ ଜିନିଷ କହୁନି, ସାବିତ୍ରୀର ବଡ ବଡ ଥିଓରି କହୁନି ଆପଣ ବୁଝିବା ପାଇଁ, କିନ୍ତୁ ଆକୁ ମଧ୍ୟ ପଢିବା ପରେ ଯେତେବେଳେ ମିନିମମ୍ 40 ମିନିଟ୍ ପରେ ଆପଣ ଜାଣିବେ ଯେ ପ୍ରକୃତରେ ସତ୍ୟ କଣ ତା ଭିତରେ କେଉଁଠି ଲୁଚିକି ରହିଥିଲା। ଆରମ୍ଭ କରିବା। ବକ୍ରତୁଣ୍ଡ ମହାକାୟ ସୂର୍ଯ୍ୟକୋଟି ସମପ୍ରଭ ନିର୍ବିଘ୍ନଂ କୁରୁ ମେ ଦେବ ସର୍ବକାର୍ୟେଷୁ ସର୍ବଦା। ଏ ଶ୍ଲୋକ ସହିତ ଆପଣ ପରିଚିତ ଥିବେ। ସେଥିରେ କେତୋଟି ଶବ୍ଦ ଅଛି, ସେଇ ଶବ୍ଦ ଗୁଡାକ ଆମେ ଆଜି ଆଲୋଚନା କରିବା। ତାର ଅର୍ଥ ପ୍ରକୃତରେ କଣ ଅଛି, ତାକୁ ମାର୍କ୍ସ କେମିତି ଡିଫାଇନ୍ କରିଛନ୍ତି ତାକୁ ଆଲୋଚନା କରିବା। କଣ ଲେଖା ହେଇଛି ନା ବକ୍ରତୁଣ୍ଡ, ବଙ୍କା। ଆପଣ ଦେଖିଛନ୍ତି, ଆସିବି ସେ କାହାଣୀକି ଆସିବି। ହାତୀର ମୁଣ୍ଡ ଗଣେଶଙ୍କର ସହିତ ଯୋଡା ହେଇଛି। ମହାକାୟ, କାୟ ମାନେ ହଉଛି ଶରୀର। ମହାନ ଅଟେ କାୟା ଯାହାର, ସେ ହଉଛନ୍ତି ମହାକାୟ। ବହୁତ ବଡ ଶରୀର, ମହାନ ଶରୀର। ସୂର୍ଯ୍ୟ କୋଟି ସମପ୍ରଭ, ଆମେ ଗୋଟିଏ ମାତ୍ର ସୂର୍ଯ୍ୟ ଦେଖିଛନ୍ତି, କିନ୍ତୁ ଶ୍ଲୋକରେ ଲେଖା ହେଇଛି ସୂର୍ଯ୍ୟ କୋଟି, କୋଟି ସୂର୍ଯ୍ୟଙ୍କ ସମ, ଯିଏ ହଉଛନ୍ତି ପ୍ରଭାବାନ। ନିର୍ବିଘ୍ନମ୍ କୁରୁ ମେ ଦେବ, ମେ ମାନେ ଅହମ୍ ଅସ୍ମତ୍ ଶବ୍ଦର ଷଷ୍ଠୀ ବିଭକ୍ତି ଏକବଚନୀ ମମ ବା ମେ, ମୋର ଦେବତା। ମେ ଦେବ, କଣ କର ନିର୍ବିଘ୍ନମ୍ କରୁ, ନାହିଁ ବିଘ୍ନ ଯୋଉଥିରେ ସେ ହଉଛି ନିର୍ବିଘ୍ନ, ବିଘ୍ନହୀନ ହେଇକରି ମୋ କାମ କରେଇ ଦିଅ। ସର୍ବକାର୍ୟେଷୁ ସର୍ବଦା, ସର୍ବକାର୍ୟେଷୁ ସପ୍ତମ ବିଭକ୍ତି ବହୁବଚନ, ସବୁ ଯାକ କାମରେ ଏବଂ ସର୍ବଦା। ତେଣୁ ଏଇଭଳି ଅଗ୍ରପୂଜ୍ୟ ଗଣେଶଙ୍କୁ ଆପଣ ବର୍ଣ୍ଣନା କରିଛନ୍ତି। ବର୍ଣ୍ଣନା ନୁହେଁ, ଆପଣ ମାନେ ପଢିଛନ୍ତି, କିନ୍ତୁ ବର୍ଣ୍ଣିତ ହେଇଛି। ତେଣୁ ଆମେ ଆଜି ଆଲୋଚନାରେ ଦେଖିବା ଏ ପ୍ରତ୍ୟେକ ଶବ୍ଦ, ତାକୁ ମା ଶ୍ରୀ ଅରବିନ୍ଦ ବା ପୁରାଣ କୋଉ ଦୃଷ୍ଟିରେ, କୋଉ ଦର୍ଶନ କେମିତି ଦେଖିଛି, ଆମେ ତାକୁ ଆଲୋଚନା କରିବା। ଆଲୋଚନା ଯିବା ପୂର୍ବରୁ ମୁଁ କେବଳ ଗୋଟେ ଦିଟା ଜିନିଷ ଆପଣଙ୍କୁ କହିଦିଏ। ନର୍ମାଲି 2-3ଟା 4ଟା କାହାଣୀ ଆପଣଙ୍କୁ ଶୁଣାଇ ଦଉଛି, ଯୋଉଟା କି ପ୍ରତ୍ୟେକ ଆପଣ ଯୁଆଡେ ବି ଯିବେ ଗଣେଶ ପୂଜା ଶେଷ ପର୍ଯ୍ୟନ୍ତ ମଧ୍ୟ ନର୍ମାଲି ସେଇ ଗପ ଶୁଣିବେ। ତାପରେ ଆମେ ଆଲୋଚନା ଭିତରକୁ ପ୍ରବେଶ କରିଯିବା। କାହାଣୀଟି ହଉଛି ଏମିତି ଯେ, ଆଗେ ଆଶ୍ରମର 2-3ଟା କାହାଣୀ କହୁଛି, ଛୋଟ ସର୍ଟରେ କହୁଛି, କାରଣ ଆମେ ଆଲୋଚନା ବହୁତ ଗଭୀର ଆଲୋଚନା ଭିତରକୁ ଯିବା ପାଇଁ ପ୍ରୟାସ କରିବା। ସବୁଦିନ ପଢିବା ଉଚିତ ନୁହେଁ, ତେଣୁ ମୁଁ ଆପଣଙ୍କୁ ଯେତିକି ଆମେ ସମୟ ପାଇଛୁ ଆମେ ତାକୁ ଦେଖିବା। ପ୍ରଥମେ ଆମେ ଯେତେବେଳେ ଦେଖୁଛନ୍ତି ଶ୍ରୀ ଅରବିନ୍ଦ ମାନେ ଆଶ୍ରମ ଆଡକୁ ପ୍ରତ୍ୟେକ ଦିନ ଗଣେଶ ଝୁଲି ଝୁଲି ଯାଆନ୍ତି, ମାଙ୍କୁ ଦେଖା କରନ୍ତି, ଆଉ ମାଙ୍କୁ ପ୍ରମିସ୍ କରନ୍ତି। ମା ଗଣେଶକୁ ଜଣାଯାଏ ଆପଣ ମାନେ ଧରନ୍ତି ହଉଛନ୍ତି କଣ ପ୍ରସ୍ପରିଟି, ଅର୍ଥ। ମୁଁ କହିବି, ତାକୁ ଆଲୋଚନା କରିବି, ତାଙ୍କର ଚାରି ହାତ କଣ କଣ ସବୁ ବହୁତ ଜିନିଷ ଅଛି ଆଲୋଚନା କରିବା ପାଇଁ। ତେଣୁ ତାକୁ କୁହାଯାଏ ଅର୍ଥର ଦେବତା। ତେଣୁ ଆପଣ ମାନେ କଣ ଶୁଭ ଲାଭ, ତାଙ୍କର ଯୋଉ ପତ୍ନୀଙ୍କ ନାଁରେ ସିଦ୍ଧି ରିଦ୍ଧି ବୁଦ୍ଧି ଏମିତି ସବୁ ଆଲୋଚନା କରନ୍ତି, ସବୁ ଯାକ ପ୍ରଚାର କରନ୍ତି। ଗଣେଶଙ୍କୁ ଅନେକ ସମୟରେ ଆପଣଙ୍କୁ ସମୃଦ୍ଧି, ସିଦ୍ଧି, ଅର୍ଥ, ସମ୍ପଦ ଆର ଦେବତା ବୋଲିକିରି ଆପଣ ଧରନ୍ତି। ତେଣୁ ଗଣେଶ ଆସି ମାଙ୍କୁ ପ୍ରମିସ୍ କରନ୍ତି, ମୁଁ ତତେ ଧନ ଦେବି, ବହୁତ ଜିନିଷ ଦେବି। କିନ୍ତୁ ଗୋଟେ ସମୟ ଆସିକରି ପହଞ୍ଚିଲା, କହିଲେ ମା କହିଲେ ଆସିକରି କହୁଛି ମୁଁ ଆଉ ଧନ ଦେଇପାରିବି ନାହିଁ, କାରଣ ଧନ ଗୁଡାକ ପ୍ରକୃତରେ ରହିଗଲାଣି କୋଉଠି ନା କିଛି ବ୍ୟାଡ ଫୋର୍ସଙ୍କ ହାତରେ, ଅସୁର ମାନଙ୍କ ହାତରେ ରହିଗଲାଣି। ତେଣୁ ମୁଁ ତାକୁ ଦେଇପାରୁନାହିଁ। ଇଏ ହଉଛି ପ୍ରଥମ କଥା। ତାର ପରବର୍ତ୍ତୀ କାହାଣୀ ଆପଣ ଯେତେବେଳେ ଜାଣିଥିବେ, ଯେତେବେଳେ ଆଶ୍ରମ ପାଖରେ ଗୋଟେ ଗଣେଶ ମନ୍ଦିର ଅଛି, ଆପଣ ମାନେ ନିଶ୍ଚିତ ଭାବରେ ସେ ଗଣେଶ ମନ୍ଦିରକୁ ଦେଖିଥିବେ, ତାକୁ ଯାଇଥିବେ। ସେଠି ଲୋକମାନେ ବହୁତ ଲୋକ ଆସନ୍ତି, ଦର୍ଶନ ପାଇଁ ବହୁତ ଲୋକ ଆସନ୍ତି। ଗଣେଶ ପୂଜା ସାଉଥ ଇଣ୍ଡିଆନ ଲୋକମାନେ ଜେନେରାଲି ବହୁତ ଗଣେଶଙ୍କର ଭକ୍ତ। ଆଉ ମୁଖ୍ୟ ପୂଜା ହଉଛି ଆପଣଙ୍କର ମହାରାଷ୍ଟ୍ରରେ। ତେଣୁ ସେମାନଙ୍କ ପାଇଁ ଜାଗା ନହେଲା ବୋଲିକିରି ଗଣେଶ ଆସିକରି ପ୍ରାର୍ଥନା କଲେ। ତେଣୁ ସେତେବେଳେ କଣ କରେ ନା, ମା ତାଙ୍କୁ ଆଶ୍ରମର ଜାଗାରୁ ମାକୁ ଆଣି ପହଞ୍ଚିଲେ, ତାଙ୍କୁ ଜାଗା ଦାନ କରିଦେଇଥିଲେ। ତେଣୁ ଗଣେଶ କହିଲେ ଆଇ ଏମ୍ ଗ୍ରେଟଫୁଲ, ମୁଁ କୃତଜ୍ଞ।
ତାର ଆର ପରେ ଆଉ ଗୋଟେ ଜିନିଷ ଏମିତି ଥିବ, ଇଏ ହଉଛି ଆଶ୍ରମର ଆଉ ଗୋଟେ କାହାଣୀ କହୁଛି। ଆଶ୍ରମରେ ଯେତେବେଳେ ଆଶ୍ରମରୁ ଆପଣ ମାନେ ଯାଉଥିବେ, ଦୁଇଟା ବାଟ ଅଛି, ଅନେକ ବାଟ ଅଛି, ତା ଦୁଇଟା ବାଟ। ଗୋଟିଏ ହଉଛି କୋଉ ପଟରେ ନା ଯେତେବେଳେ ଆପଣ ଡାଇନିଂ ହଲକୁ ଯାଉଛନ୍ତି, ବାଁ ପଟ ଦେଇକିରି ଚାଲି ଯାଉଛନ୍ତି, ଯୋଉଟା କି ଆପଣ ପ୍ରଣବ ଦାଙ୍କ ରୁମ୍ ପ୍ଲେ ଗ୍ରାଉଣ୍ଡ ପଛ ଦେଇକିରି ଆପଣ ଚାଲି ଯାଉଛନ୍ତି। ଆଉ ଗୋଟେ ହଉଛି ଗଣେଶ ମନ୍ଦିର ସାମ୍ନାରେ, ସେଠି ଗୋଟେ ବଡ ଜିନିଷ ଦେଖିବେ, ଗଣେଶଙ୍କ ଆଗରେ ଗୋଟେ ବିରାଟ ପିଲରଟେ ତିଆରି ହେଇଛି, ଦେଖିଥିବେ, ମାର୍କ କରିଥିବେ। ତା ପଛର କାହାଣୀ ହଉଛି ଏଇଆ, ଆଶ୍ରମର ପିଲାମାନେ ନାଚୁରାଲି ତ ଛୋଟ ପିଲା, ଟିକେ ଦୁଷ୍ଟ ହେବେ, ତେଣୁ ନାଚୁରାଲି ହବା କଥା ହେଇଥିବ। ତେଣୁ ଯେତେବେଳେ ସେମାନେ କଣ କରନ୍ତି, ଯାଆନ୍ତି, ଯେ ସେଇ ବାଟ ଦେଇକିରି ଯାଆନ୍ତି ଡେଲିଭରେଟଲି, ଗଣେଶଙ୍କ ଆଗରେ ଠିଆ ହେବେ, ଗଣେଶଙ୍କୁ ଖତେଇ ହୁଅନ୍ତି। ମୁଁ ଭାବୁଛି ଆକୁ ଶୁଣିଥିବେ, ତାକୁ ଗଣେଶଙ୍କୁ ଖତେଇ ହୁଅନ୍ତି। ଗଣେଶ କଣ କରନ୍ତି, ଆସିକି ମାଆଙ୍କୁ ଦିନେ କମ୍ପ୍ଲେନ କଲେ ଯେ ମା ପିଲାମାନେ ଯାଉଛନ୍ତି, ତେଣୁ ମତେ ବସି ଖତେଇ ହଉଛନ୍ତି। ମା ତାଙ୍କୁ କଣ କଲେ ନା ଦୁଇଟା ଜିନିଷ କରେଇଲା। କଣ? ମା ପିଲାମାନଙ୍କୁ ନିର୍ଦ୍ଦେଶ ଦିଆହେଲା ସେ ରାସ୍ତାରେ ଯିବ ନାହିଁ, କୌଣସି ବାଇଚାନ୍ସ କିଏ ଯାଇକି ଏୟା କରୁଥିବ। ତେଣୁ ଗଣେଶଙ୍କ ସାମ୍ନାରେ ଗୋଟେ ପିଲର ତିଆରି ହେଲା, ଆପଣମାନେ ଗଣେଶ ମନ୍ଦିରକୁ ଯଦି ଯାଇଥିବେ ଦେଖିଥିବେ। ଇଏ ହଉଛି ଆଶ୍ରମର କାହାଣୀ, ଆଶ୍ରମର କାହାଣୀ। ମୁଁ ଆଉ ଗୋଟିଏ ବାହାର କାହାଣୀ କରିବି, ଯୋଉ କାହାଣୀରୁ ଆଜିର ଆମର ଆଲୋଚନାଟା ଡେଭଲପ କରିବ, ଯୋଉଠୁ ଡେଭଲପ କରିବ ସେଇ ଟାଇପର ମୁଁ ଦିଟା କାହାଣୀ ଆପଣଙ୍କୁ ଇଣ୍ଟର ରିଲେଟେଡ କାହାଣୀ କହୁଛି। କେମିତି? ଆପଣ ଜାଣିଛନ୍ତି ଶିବ ପାର୍ବତୀ ତାଙ୍କର ଦୁଇଟି ସନ୍ତାନ ଭିତରୁ କାର୍ତ୍ତିକ ହଉଛନ୍ତି ବଡ, ଆଉ ଦେବତା ମାନଙ୍କର ସେନାପତି, ଗଣେଶ ହଉଛନ୍ତି ତାଙ୍କର ସାନ ଭାଇ, ଯାହାକୁ କହନ୍ତି ଅଙ୍ଗମଳିରୁ, ପାର୍ବତୀଙ୍କର ହଳଦୀରୁ ଯୋଉ ଅଙ୍ଗମଳିରୁ ତିଆରି କରିଥିଲା। କାହିଁକି କରାଯାଇଥିଲା, ସେଇ ହଉଛି ଆଜି ଆପଣଙ୍କର ଆଲୋଚ୍ୟ ବିଷୟବସ୍ତୁ। କେବଳ ସେଇ ଗୋଟିଏ କାହାଣୀ ଉପରେ ଆମେ ଆଜି ପର୍ଯ୍ୟବେସିତ କରିବା, ଯେ ଆମର ଟୋଟାଲ ଆଲୋଚନାକୁ ପର୍ଯ୍ୟବେସିତ କରିବା, ସେଇଥିପାଇଁ ତାକୁ ସାରି ଦଉଛି। କଣ କାହାଣୀଟା ହେଲା? ଏମିତି ଯୋଉ କାହାଣୀଟା ହେଇଥିଲା, କେମିତିକା କାହାଣୀ ହେଇଥିଲା ନା, ଗୋଟେ କମ୍ପିଟିସନ ହବ, ନ୍ୟାଚୁରାଲି କମ୍ପିଟିସନଟା କେମିତି କଣ କମ୍ପିଟିସନ ହବ ନା, କମ୍ପିଟିସନ ହବ ପୃଥିବୀ ପରିକ୍ରମା। ଚିନ୍ତା କରନ୍ତୁ, ପୃଥିବୀ ପରିକ୍ରମା। କିଏ ସେ ପରିକ୍ରମା କରିବେ ନା, ଗଣେଶ କରିବେ ଆଉ କାର୍ତ୍ତିକ କରିବେ। କାର୍ତ୍ତିକ ଖୁସି ହେଇଗଲେ, ଯିଏ ପାଇବ ସିଏ ହଉଛି, ଯିଏ ଜିତି ଆସିବ ସିଏ ତାର କଣ କରିବ, ତାକୁ ଆୱାର୍ଡ ହବ ଯେ ମାନେ ଇଜ ଦ ୱିନର ବୋଲିକି ଡିକ୍ଲେୟାର କରାଯିବ। ତେଣୁ କାର୍ତ୍ତିକ ନ୍ୟାଚୁରାଲି ଖୁସି ହେଇଯିବା କଥା। କାହିଁକି କାର୍ତ୍ତିକ କୁମାର କାହିଁ ଖୁସି ହେବେ ନା, ତାଙ୍କର ବାହନ ହଉଛି କଣ ନା ମୟୂର। ମୟୂର ବାହନ ଉଡିକିରି ଚାଲିଯିବ, ପୃଥିବୀକୁ ପରିକ୍ରମା କରି ଚାଲି ଆସିବେ। କିନ୍ତୁ ଗଣେଶ ହେଉଛନ୍ତି ଦେବତା ମାନଙ୍କର ସେନାପତି। ଅନ୍ ଦ କଣ୍ଟ୍ରାରି ଗଣେଶଙ୍କର କଣ ହେଇଛି ନା, ତାଙ୍କ ବାହନ ହଉଛି ଜଣେ ମୂଷିକ। କାହିଁକି? ଗୋଟେ ଅସୁରକୁ ଗୋଡେଇକି ମାରୁଥିଲେ, ସେ ମୂଷା ହେଇକି ପଳଉଥିଲା, ତାକୁ ମାରି ବସିଲା। ତେଣୁ କଣ କଲେ, ତାଙ୍କର ବାହନ ସେଇ ଦିନ ଠାରୁ ହେଇଗଲା ମୂଷା ବୋଲିକି ହେଇଗଲା। ମୁଁ କହିବି ତାର ସିଗ୍ନିଫିକାନ୍ସ ସବୁକୁ, ଯଦି ସମୟ ଯେତିକି ପରମିଟ୍ କରିବ ମୁଁ ଆପଣଙ୍କୁ ସେତିକି କହିବି। ତେଣୁ କଣ ହେଲା ନା, ମୂଷା ଏପଟରେ ତାଙ୍କର ପେଟ ବାହାରିଛି, ତେଣୁ ସିଏ ବହୁତ ଫାଷ୍ଟ ବହୁତ ସ୍ୱିଫ୍ଟ ହେଇପାରିବେ ନାହିଁ। ତେଣୁ କାର୍ତ୍ତିକ କଣ କଲେ, ଆନନ୍ଦରେ ମାନେ ଶୁଣୁ କମ୍ପିଟିସନ ଆରମ୍ଭ ହେଲା, ଯେମିତି ଆପଣଙ୍କ ହୁଇସିଲ ବାଜିଗଲା ମାନେ ଇଏସ୍ କହିଲା ବେଳକୁ ସେ ଉଡିକିରି ଚାଲିଗଲେ। କିନ୍ତୁ ଗଣେଶ ନିର୍ବିକାର, ତାଙ୍କୁ କିଛି ଫରକ ପଡୁନି, ବସିଛନ୍ତି। କାର୍ତ୍ତିକ ଯାଇ ବୁଲି ଯେତେବେଳେ ସବୁ ଯାକ ବିଶ୍ୱ ପରିକ୍ରମା କରିକି ଯେତେବେଳେ ଫେରୁଛନ୍ତି, କୋଉଠିକି ଫେରୁଛନ୍ତି? କୈଳାସ ପର୍ବତକୁ ଫେରୁଛନ୍ତି। ଯେତେବେଳେ କୁହାଯାଏ କୈଳାସ ପର୍ବତରେ କାହିଁକି ନା, ବାପ ମା ସବୁ ରହୁଥିଲେ, ତାଙ୍କ ସହିତ ସେ ଏକାଠି ରହୁଥିଲେ। କହନ୍ତି ଗୋଟେ ସୁନ୍ଦର ଶ୍ଲୋକ ଗୋଟେ ଅଛି, ଆପଣ ମାନେ ଶୁଣିଥିବେ, ଅସାରେ ଅସ୍ମିନ୍ ସଂସାରେ ସାର ଶ୍ୱଶୁରାଳୟ। କାହିଁକି ନା, ହର ସେତେ ହିମାଳୟ ହରି ସେତେ ମହାଦଦୌ। ତାର ଅର୍ଥ ହଉଛି ଏଇଆ। କଣ? ଆଉ ଥରେ କହୁଛି ଶୁଣନ୍ତୁ, ବଡ ଇଣ୍ଟରେଷ୍ଟିଂ କଥା, ପଢିବେ, ଟିକେ ଟିକେ ବୁଝିବେ, ଭାବୁଛି ସଂସ୍କୃତ ପଢିଥିବେ। କଣ କହୁଛନ୍ତି? ଅସାରେ ଅସ୍ମିନ୍ ସଂସାରେ, ଏ ସଂସାର, ଅସ୍ମିନ୍ ମାନେ ଏଇ ସଂସାରେ, ସପ୍ତମୀ ବିଭକ୍ତି ଏକବଚନ, ସଂସାରେ। କେମିତିକା ସଂସାର ନା, ଅସାରେ ଅସ୍ମିନ୍ ସଂସାରେ, ଏ ଯୋଉ ସଂସାରଟା ହେଉଛି ଅସାର। ଅସାର, ଏଇ ସଂସାରରେ ସାର ହଉଛି ଶ୍ରେଷ୍ଠ, ହଉଛି କଣ? ଶ୍ରେଷ୍ଠ ହଉଛି, ସାର ମାନେ ଶ୍ରେଷ୍ଠ, ଅସାର ମାନେ ଅଶ୍ରେଷ୍ଠ, ଗୌଣ। କୋଉଟା ନା ଶ୍ୱଶୁରାଳୟ, ଶ୍ୱଶୁର ଘରଟା ହଉଛି ସବୁଠାରୁ ଶ୍ରେଷ୍ଠ ଜାଗା। କାହିଁକି, କେମିତି କଣ ତମେ ଜାଣିଲେ ମନ ଇଚ୍ଛା କହିବ? ନାଇଁ। କେମିତି ନା, ହର ସେତେ ହିମାଳୟ, ହର ହଉଛନ୍ତି ଶିବ, ସେତେ ମାନେ ଶୁଅନ୍ତି। କୋଉଠି ଶୁଅନ୍ତି ନା, ହିମାଳୟରେ। ତାଙ୍କର ଶ୍ୱଶୁର ଘର ହଉଛି କୋଉଠି? ଶ୍ୱଶୁର ହଉଛନ୍ତି ହିମାଳୟ। ତାରି ଭିତରେ କଣ କରୁଛନ୍ତି? ହିମାଳୟରେ ପାର୍ବତୀ ହଉଛନ୍ତି ତାଙ୍କ କନ୍ୟା। ତେଣୁ ସେ ଆସିକି ରହୁଛନ୍ତି ସବୁବେଳେ, କୈଳାସ ପର୍ବତ ରହୁଛନ୍ତି, ହିମାଳୟ ରହୁଛନ୍ତି। ହର ସେତେ ଶୋଇ ରହୁଛନ୍ତି, ବିଶ୍ରାମ ନିଅନ୍ତି, ବା ରହନ୍ତି କୋଉଠି ନା ହିମାଳୟ। ଆଚ୍ଛା, ହରି କିଏ ସେ ନା, ହଉଛନ୍ତି ଭଗବାନ ବିଷ୍ଣୁ। କିଏ କୋଉଠି ରହନ୍ତି ନା, ସେ ମହାଦଧୁ। ଲକ୍ଷ୍ମଣ ନା, ଲକ୍ଷ୍ମୀ କୋଉଠୁ ବିରାଜମାନ କରିଥିଲେ, ବାହାରିଥିଲେ କୋଉଠୁ ନା, ସମୁଦ୍ର ଭିତରୁ। ତାଙ୍କୁ ତିଆରି କରିକିରି ଯେତେବେଳେ ବ୍ରହ୍ମା ବହୁତ ଯତ୍ନରେ ତିଆରି କଲେ, ଦେଖିଲା ବେଳକୁ ସବୁ ଯାକ ଠିକ ହେଲା, ଯେ ଟିକେ ଡେରି ହେଇଗଲେ। ଉମା ସଙ୍ଗେ ରମା ନୁହନ୍ତି ସରି, ରମା ସଙ୍ଗେ ଉମା ନୁହନ୍ତି ସରି। ଉମା ହଉଛନ୍ତି କଣ ନା, ଉମା ଉମାଦି ହଉଛନ୍ତି ଲକ୍ଷ୍ମୀ, ଟିକିଏ ଡେରି। କିନ୍ତୁ ସେଇଥିବେଳେ ତାଙ୍କର ଯୋଉ ପ୍ରୋବ୍ଲେମ କଣ ହଉଛି ନା, ଟିକିଏ କାଳି।
ଦୁଇ ଜଣଙ୍କ ଭିତରେ ପାର୍ଥକ୍ୟ ହଉଛି ଦୁଇ ଜଣକୁ ମାନେ କମ୍ପେୟାର କରିପାରିବୁ ନା ଓଡିଆ ଆପଣଙ୍କର ବର୍ଣ୍ଣନା ହେଇଛି ଏଥିରେ ଉମା ସାଙ୍ଗେ ରମା ନୁହନ୍ତି ସରି ରମା ହଉଛନ୍ତି କିଏ ସେ ନା ହଉଛନ୍ତି ପାର୍ବତୀ ତାଙ୍କ ସହିତ ସରି ନୁହନ୍ତି କାରଣ ଟିକିଏ କାଳି ରମା ଟିକିଏ କାଳି ସେମିତି ରମା ସହିତ ଉମା ନୁହନ୍ତି ରମା ହଉଛନ୍ତି ପାର୍ବତୀ ତାଙ୍କ ସହିତ ସିଏ ସମକକ୍ଷ ନୁହନ୍ତି ତାର କାରଣ ହଉଛି କଣ ନା ଇଏ ହଉଛନ୍ତି ଟିକିଏ ଟେଡି ତେଣୁ ସେତେବେଳେ ସେ ତିଆରି ହେଇଛନ୍ତି କୋଉଠି ନା ସମୁଦ୍ର ଭିତରୁ ଫୋପାଡ଼ି ଦେଲେ ସାଗର ମନ୍ଥନ ଭିତରେ କଣ କଲେ ନା ବାହାରିଲେ କିଏ ସେ ନା ଲକ୍ଷ୍ମୀ ଯେତେବେଳେ ବାହାରିଲେ ନାଚୁରାଲି ନାରାୟଣ ସେ ହଉଛନ୍ତି ଲକ୍ଷ୍ମୀ ତେଣୁ ନାରାୟଣ ତାଙ୍କୁ ଧରି ନେଲେ ତେଣୁ ଏଠି ସିଏ ବର୍ତ୍ତମାନ ତାଙ୍କୁ ତାଙ୍କ ଶ୍ୱଶୁର ଘର କିଏ ହେଇଗଲା ନା ସମୁଦ୍ର ତନୟା ସାଗର ତନୟା ହଉଛନ୍ତି କିଏ ସେ ନା ଲକ୍ଷ୍ମୀ ଠାକୁରାଣୀ ତେଣୁ ତାଙ୍କର ଶ୍ୱଶୁର ଘର କୋଉଠି ନା ନାଚୁରାଲି ସମୁଦ୍ର ହବ ତେଣୁ ତା ଭିତରେ ସେ କଣ କରୁଛନ୍ତି ରହୁଛନ୍ତି ଅସାରେ ଅସ୍ମିନ୍ ସଂସାରେ ସାର ଶ୍ୱଶୁରାଳୟ ହର ସେତେ ହିମାଳୟ ହରି ସେତେ ମହାଦଦୌ ଆସନ୍ତୁ କାହାଣୀକୁ ଆସିବା ତେଣୁ ଯେତେବେଳେ କମ୍ପିଟିସନ ହେଲା ଯେ ବୁଲି ବୁଲିକରି ପରିକ୍ରମା କରିକି କୁମାର ଯେତେବେଳେ ଫେରି ଆସୁଛନ୍ତି ଜିତିଛନ୍ତି ସେତେବେଳେ କଣ କରୁଛନ୍ତି ଆରାମରେ ବସିକରି କଣ କରୁଛନ୍ତି ବୁଲୁଛନ୍ତି ମାନେ ଗଣେଶ ବୁଲୁଛନ୍ତି ନିଜର ସେଇ କୈଳାସ ପର୍ବତରେ ହଠାତ୍ ଦେଖିଦେଲେ ଭାଇ ତାଙ୍କ ବଡ ଭାଇ ଅଗ୍ରଜ ପଶି ଆସୁଛନ୍ତି ଇଏ ସାଙ୍ଗେ ସାଙ୍ଗେ ସେ ପଶିକିରି ଆସିକରି ପହଞ୍ଚିଲା ବାପା ମାଙ୍କୁ ଦେଖା କରିବା ପୂର୍ବରୁ ଇଏ ତାଙ୍କ ବାପା ମାଙ୍କ ଚାରିପଟେ ଯାଇକି ଥରଟାଇ ବୁଲିଗଲେ ବୁଲିଯାଇ ମାଙ୍କ ଆଗରେ ବାପାଙ୍କ ଆଗରେ ନମସ୍କାର ହାତ ଯୋଡ ହସ୍ତ ଦେଇକି ଠିଆ ହେଇଗଲେ ବାପା ମା ଜାଣିଛନ୍ତି କିନ୍ତୁ କଣ ହଉଛି ସେମାନେ କିଛି କରିବେ ନା କଣ ହେଇଛି ନା ସଗର୍ବରେ ଗର୍ବର ସହିତ ଆସିକରି କୁମାର ଆସିକରି କହୁଛନ୍ତି କଣ ନା ମୁଁ ବିଶ୍ୱ ପରିକ୍ରମା କରିକି ଆସିକରି ପହଞ୍ଚିଛି କିନ୍ତୁ ଗଣେଶ କଣ କହୁଛି ନା କୈଳାସ ପର୍ବତ ରହିଛି ତେଣୁ ଆଇ ଆମ୍ ଦ ୱିନର କିନ୍ତୁ ରେଜଲ୍ଟ ବାହାରିଲା ବେଳକୁ ରେଜଲ୍ଟ ଅଲଗା ବାହାରିଗଲା କଣ ନା ଗଣେଶ ୱିନର କାହିଁକି ନା ସେ ବାପା ମାଙ୍କ ଚାରିପଟରେ ବୁଲିଛନ୍ତି ପିତା ଧର୍ମ ପିତା ସ୍ୱର୍ଗ ପିତା ହି ପରମ ତପ ପିତରି ପ୍ରତିମା ପନ୍ନେ ପ୍ରିୟନ୍ତେ ସର୍ବଦେବତା ଇଏ ହଉଛନ୍ତି ଅଗ୍ରପୂଜ୍ୟ ଆଉ ଅଗ୍ରହର ଭିତରେ ପାର୍ଥକ୍ୟ କଣ କାରଣ ଆମେ ସେ ଟପିକ ଭିତରକୁ ଯିବା ବର୍ତ୍ତମାନ ଆପଣଙ୍କର ମେନ୍ ଟପିକ ଆରମ୍ଭ ହେଲା ଯୋଉଠୁ ଶ୍ରୀ ଗଣେଶ ଆସିବ ଏଇଠୁ କନସିୟସ୍ ହୁଅନ୍ତୁ 2 ଧାଡି 3 ଧାଡି ଭିତରେ ଆପଣ ଜାଣିବେ ତାର ପର ଜିନିଷଟା ହଉଛି ଜାଣିବା କଥା ଯୋଉଟା କି ରେୟାରଲି କୋଉଠି ଆଲୋଚନା ହେବ ନାହିଁ ତେଣୁ ଆପଣ ଟିକେ ଶୁଣନ୍ତୁ ତା ଭିତରେ ପ୍ରକୃତରେ କଣ ଅଛି କଣ ହେଲା ଗଣେଶଙ୍କର ଜନ୍ମ ନେଇକରି ବିଭିନ୍ନ ପ୍ରକାର କନସେପ୍ଟ ବିଭିନ୍ନ ପ୍ରକାର ଥିଓରି ଅଛି ତେଣୁ ତାର ଦୁଇଟା ଥିଓରି ଯୋଉଟା ଅଲମୋଷ୍ଟ ଗୋଟିଏ ବେସ୍ରେ ପର୍ଯ୍ୟବେସିତ କଣ ହଉଛି ନା ପ୍ରଥମ ଥିଓରିଟା ହେଇଥିଲା କଣ ନା ଶିବ ପାର୍ବତୀ ଶିବଙ୍କ ଉପରେ ରାଗିକରି ସେ ଯୋଉ ତାଙ୍କର ଆସି କଣ କରୁছে ଆସିକରି ତପସ୍ୟା କରୁଥିଲେ କୋଉଠି ନା ବସିକରି ପାହାଡ ଉପରେ ବସି ତପସ୍ୟା କରୁଛନ୍ତି ତପସ୍ୟା କରିଛନ୍ତି ତେଣୁ ସେଇ ଯୋଉ ତପସ୍ୟା କରିବା ସମୟରେ ସେ କଣ କରୁଥିଲେ ସ୍ନାନ କରୁଥିଲେ ସ୍ନାନ କରୁ କରୁ ତାଙ୍କର ଅଙ୍ଗମଳିରୁ ଗଣେଶଙ୍କୁ ଜନ୍ମ ଦେଇଛନ୍ତି ଇଏ ହଉଛି ଗୋଟିଏ ପ୍ରକାର ଥିଓରି ସେକେଣ୍ଡ ଥିଓରିଟା ହଉଛି ଏଇଭଳିଆ ସେଇ ଏକା ପ୍ରକାର ଥିଓରି ସେ କଣ କରୁଛନ୍ତି ନା ସ୍ନାନ ଏଟା ହଉଛି ତପସ୍ୟା କଥା କୁହାଉଛି ସେଠି କଣ କରୁଛି ନା ସ୍ନାନ କଥା କୁହାଉଛି ଏଟା ହଉଛି ବିଭିନ୍ନ ପୁରାଣର ଥିଓରି ମୁଁ ଆପଣଙ୍କ ଆଗରେ ଇଣ୍ଟରପ୍ରିଟ କରୁଛି ଇଏ ଥିଓରିଟା କଣ ହେଲା ନା ଇଏ ଥିଓରିଟା ହଉଛି କଣ ମାତା ପାର୍ବତୀ ଭଲ କରି ଗପଟା ଶୁଣନ୍ତୁ ଆଲୋଚନା ତ ବହୁତ ଅଛି କେବେ ମୁଁ ସାରିପାରିବି ନାହିଁ ମୁଁ କେବେ ସାରିପାରିବିନି ଟୁ ଦ ବେଷ୍ଟ ଅଫ ମାଇ ନଲେଜ ଏତେ ଜିନିଷ ମୋ ପାଖରେ ଅଛି ଏତେ ମ୍ୟାଟେରିଆଲ ଅଛି ମୁଁ ଆପଣଙ୍କ ଆଗରେ କହିପାରିବି ନାହିଁ ମୁଁ ମାତ୍ର ବହୁତ କମ ଜିନିଷ କହିବି ତେଣୁ ଯେତିକି କହିବି ତାର ତାତ୍ତ୍ୱିକତା ଭିତରକୁ ପଶନ୍ତୁ ତେଣୁ ଅନ୍ୟମାନେ ଗୋଟେ ସେଗୁଡ଼ା ପ୍ରାୟ ସବୁ ଆପଣ କିଛି କିଛି ଜାଣିଛନ୍ତି ତେଣୁ ବର୍ତ୍ତମାନ କଣ କରୁଛନ୍ତି ନା ପାର୍ବତୀ ଯିବେ ସ୍ନାନ କରିବା ପାଇଁ କିଏ ସେ ନା ମା ଯିବେ ସ୍ନାନ କରିବା ପାଇଁ ତେଣୁ କଣ କରିବା ନ୍ୟାଚୁରାଲି ଆମେ ଯେତେବେଳେ ବାଥରୁମ କଣ କରୁ ଅଗ୍ରେ ପଶୁଛୁ ସେତେବେଳେ ଆମେ କବାଟ ଭିତରୁ ବନ୍ଦ କରୁଛନ୍ତି କିନ୍ତୁ ଏଥିରେ ଯେତେବେଳେ ମା ଯେତେବେଳେ ସେ ଝରଣାରେ ସ୍ନାନ କରିବା ପାଇଁ ଯିବେ ତେଣୁ କେହି ଜଣେ ପଶି ଆସନ୍ତି ଏକ୍ସକ୍ଲୁସିଭଲି ସ୍ପେସିଆଲି ଶିବ ତା ଭିତରକୁ ପ୍ରବେଶ କରିବେ ନାହିଁ ତେଣୁ ସେ କଣ କରୁଛନ୍ତି ନା ଶିବଙ୍କର ଯିଏ ପ୍ରିୟ ସନ୍ତାନ ତାଙ୍କର ଯିଏ କମାଣ୍ଡର ଅଛନ୍ତି ଯିଏକି ନନ୍ଦୀକୁ ପାହାଡ ସାମ୍ନାରେ ବସେଇଛନ୍ତି ଇଏ ହେଲା ଗୋଟିଏ କଥା ପାହାଡ ସାମ୍ନାରେ ବସେଇଲେ ତାହେଲେ ନନ୍ଦୀ ହଉଛନ୍ତି କାହାର ନା ଶିବଙ୍କର ପ୍ରିୟ ସନ୍ତାନ ତେଣୁ ଯେତେବେଳେ ସେ ଶିବ ଯେତେବେଳେ ଆସିକରି ପହଞ୍ଚୁଛନ୍ତି କୋଉଠିକି ଯିବେ ପାର୍ବତୀଙ୍କ ପାଖକୁ ଯିବେ କାହିଁକି ନା ଆତ୍ମା ପରମାତ୍ମା ତ ମିଶିବେ ତେଣୁ ସେ ନିଶ୍ଚୟ ନ୍ୟାଚୁରାଲି ଯିବେ ପାର୍ବତୀଙ୍କ ପାଖକୁ ତ ଶିବ ଯିବେ ସିଏ ଯେତେବେଳେ ଆସିକରି ମାନିଫେଷ୍ଟ କରି ଯାଉଛନ୍ତି କେମିତି ଆସିଲେ କଣ କରିବେ ମୁଁ ମୋ ବାଟ ଅଲଗା ଆପଣ ମାନଙ୍କର ବୁଝିବା ଅଲଗା ସେତେବେଳେ ଶିବ ମାନିଫେଷ୍ଟ କରୁଛନ୍ତି ଏବଂ ଭିତରକୁ ଯିବାକୁ ପ୍ରୟାସ କରୁଛନ୍ତି ସାମ୍ନାରେ କିଏ ଠିଆ ହେଇଛନ୍ତି ନା ନନ୍ଦୀ ଠିଆ ହେଇଛନ୍ତି ନନ୍ଦୀ କଣ କରିବେ ତାଙ୍କୁ କଣ କର୍ତ୍ତବ୍ୟ ହେଇଛି ମା ଭିତରେ ସ୍ନାନ କରୁଛନ୍ତି କାହାକୁ ଛାଡିବୁ ନାହିଁ କିନ୍ତୁ ଏଇ ଇନଷ୍ଟ୍ରକ୍ସନ ତାଙ୍କୁ ଦିଆଯାଇଛି ସିଏ ସେଠୁ କଣ କରୁଛନ୍ତି ଦେଖୁଛନ୍ତି ପରମ ପ୍ରଭୁ ତାଙ୍କର କଣ କରୁଛନ୍ତି ଯେତେବେଳେ ଆସିକରି ଦ୍ୱାର ଆଗରେ ଠିଆ ହେଇଯାଇଛନ୍ତି ଏବଂ ଯିବା ପାଇଁ ଭିତରୁ ପ୍ରୟାସ କରୁଛନ୍ତି ନନ୍ଦୀ କଣ କରୁଛନ୍ତି ତାଙ୍କୁ ପ୍ରଣାମ କରୁଛନ୍ତି ଚିହ୍ନି ପାରିଲେ ଶିବ ଆସିଛନ୍ତି ଶିବ ମାନେ ମଙ୍ଗଳମୟ ମୁଁ ତାଙ୍କୁ ଛାଡକୁ ଯାଉନି ମୋର ଯେତିକି ଆଲୋଚନା କରିବାର ଅଛି ମୁଁ ସେତିକି କରୁଛି ମୁଁ ଅନ୍ୟ ଆଡକୁ ଯାଉନି ତେଣୁ ସେ କହୁଛନ୍ତି କଣ ନା ଶିବ ଯେତେବେଳେ ତା ଭିତରକୁ ପ୍ରବେଶ କରିବାକୁ ଚାହୁଁଛନ୍ତି ସେତେବେଳେ ସେ କଣ କରୁଛନ୍ତି ଚିହ୍ନି ପାରୁଛନ୍ତି ପ୍ରଣାମ କରୁଛନ୍ତି ବାଟ ଛାଡି ଦଉଛନ୍ତି ତାଙ୍କୁ ଇନଷ୍ଟ୍ରକ୍ସନ କଣ ହେଇଥିଲା ଯେ ଆ ଭିତରକୁ କାହାକୁ ଛାଡିବନି ଏକ୍ସକ୍ଲୁସିଭଲି ଶିବଙ୍କ ଉପରେ ସେ କ୍ରୋଧାନ୍ୱିତ ହୋଇକି ଏଠି ତପସ୍ୟା କରୁଛନ୍ତି ତେଣୁ ତାଙ୍କୁ ଛାଡିବ ନାହିଁ ସ୍ଥାନରତା କିନ୍ତୁ ଛାଡିଦେଲେ ସେ ତ ଶିବ ଗଲେ ଛାଡ ତାଙ୍କ ଘରକୁ ସେ ଗଲେ ଆମର ସେଥିରେ କିଛି ବୁଝିବାର ନାହିଁ ତେଣୁ ଏଠି ସମସ୍ୟାଟା କୋଉଠି ହେଲା ବର୍ତ୍ତମାନ ପାର୍ବତୀ କଣ କଲେ ନା କ୍ରୋଧିତା ହେଲେ କାହା ଉପରେ ନନ୍ଦୀଙ୍କ ଉପରେ ତାଙ୍କର ବିଶ୍ୱାସ କରତେ ହେଲା ନାହିଁ କାରଣ ସେ ଭାବୁଥିଲେ ଯେ ନନ୍ଦୀ ମୋର ଶିବଙ୍କର ବିଭକ୍ତ ମୋର ବିଭକ୍ତ ତେଣୁ ସେ କଣ କଲା କିନ୍ତୁ କଣ ଏଠି ପାର୍ସିଆଲିଟି କଲେ
ଦେଖନ୍ତୁ କନସେପ୍ଟଟା କେମିତି ଡେଭଲପ କରୁଛି ଧୀରେ ଧୀରେ ଦେଖନ୍ତୁ ପାର୍ସିଆଲିଟି କଲେ ତେଣୁ ତାଙ୍କ ଉପରେ ତାଙ୍କର ଭରସା ଆସିଲା ନା ବର୍ତ୍ତମାନ କଣ କରୁଛନ୍ତି ନା ତପସ୍ୟା କରୁଛନ୍ତି କୋଉଠି ତପସ୍ୟା କରୁଛନ୍ତି ନା ପାହାଡ ଉପରେ ପିଲାଟା ଜନ୍ମ ହବ ଯଦି ଯଦି ସେତିବେଳେ ସେ କହିଲେ ଯେହେତୁ ନନ୍ଦୀ ଶିବଙ୍କର ଲୟାଲ ମୋର ନୁହନ୍ତି ତେଣୁ ମୁଁ ଏମିତି ଗୋଟେ ମୋର ଯିଏ ଲୟାଲ ହେଇଥିବ ମୁଁ ସେଇଭଳି ଗୋଟେ ପିଲାକୁ ଜନ୍ମ ଦେବି ପିଲାଟା କୋଉଠି ଜନ୍ମ ହବ ଚିନ୍ତା କରନ୍ତୁ ସେଇଥିପାଇଁ ବାରମ୍ବାର ମୁଁ ଆପଣଙ୍କୁ ଅନେକ ସମୟରେ ୟୁଜ କରନ୍ତି ଆପଣ ମାନେ ଜନ୍ମ ବୋଲି କୁହନ୍ତି ମୁଁ ତାକୁ ମାନିଫେଷ୍ଟ ବୋଲି କହେ କିଛି କିଛି ସମୟରେ ସବୁ ଗୁଡା ସତ୍ୟ ନୁହେଁ କିନ୍ତୁ ପାର୍ସିଆଲି ବେଳେ ବେଳେ ମୁଁ ମାନିଫେଷ୍ଟ ବୋଲି ୟୁଜ କରେ ତେଣୁ ଯେତେବେଳେ ବର୍ତ୍ତମାନ ଇଏ କହିଲେ ଯେ ମୋର ଗୋଟିଏ ଲୟାଲ ସନ୍ତାନ ମୁଁ ଜନ୍ମ ଦେବା ପାଇଁ ଚାହୁଁଛି ବର୍ତ୍ତମାନ ତ ଶିବ ନାହାନ୍ତି ଆଣ୍ଡ ଦ୍ୱିତୀୟ କଥା ଦୁଇ ଜଣ ସେକେଣ୍ଡ ସନ୍ତାନଙ୍କ ସମ୍ପର୍କରେ ନଥିଲେ ଦେ ହାଡ୍ ଗଟ୍ ଦ ନେଗେଟିଭ ଇମ୍ପ୍ରେସନ ପ୍ରଥମ କିଏ ସେ ନା ଶିବ ଡିସ୍କରେଜ କରୁଥିଲେ ନେଗେଟିଭ ଇମ୍ପ୍ରେସ ତାଙ୍କର ଦ୍ୱିତୀୟ ସନ୍ତାନ ପାଇଁ ସେ ଏନକରେଜ କରୁନଥିଲେ ଦ୍ୱିତୀୟ କଥା ସେପଟେ କାର୍ତ୍ତିକ ସେ ଭାବିଲେ ସବୁ ଯାଙ୍କ ବାପା ମାଙ୍କର ସ୍ନେହ ଯେତେବେଳେ ମୋ ମୁଣ୍ଡରେ ଓଜାଡି ହେଇ ପଡୁଛି ଯଦି ଦ୍ୱିତୀୟ ସନ୍ତାନ ଜନ୍ମ ହୁଏ ତାହେଲେ ବୋଧହୁଏ ଆଇ ମେ ବି ଡେପ୍ରାଇଭ୍ଡ ଅଫ୍ ସମଥିଙ୍ଗ କିମ୍ବା ଲଭ୍ ଟା ସେୟାର ହେଇଯିବ ତେଣୁ ମୁଁ କଣ କରୁ ଚାହୁଁନଥିଲେ ଇଭେନ୍ ସେ ଜନ୍ମ ହେଲା ପରେ ମଧ୍ୟ ସେ କଣ କଲେ ନା କ୍ରୋଧାନ୍ୱିତ ହେଲେ ତେଣୁ ଦୁଇ ଜଣ ସେକେଣ୍ଡ ସନ୍ତାନ ଜନ୍ମ ହବାର ବିପକ୍ଷରେ ଥିଲେ ହୋଲ ଦି ୱେ ଗଣେଶଙ୍କର ଆସିବାର ଯୋଉ ସତ୍ୟ ଥିଲା ସେ କଣ କରୁଥିଲା ନା ସେ ବାଟ ବନ୍ଦ ହେଇଥିଲା ବାପ ବିରୋଧ କରୁଥିଲେ ଆଉ କଣ କରୁଥିଲେ ନା ବଡ ଭାଇ ବିରୋଧ କରୁଥିଲେ ସେ ତ ଭାଇ ହେଇନଥିଲେ ତେଣୁ ଜନ୍ମ ତ ହେଇନଥିଲେ ସେ ଅଲଗା କଥା କିନ୍ତୁ ସେମାନେ ବିରୋଧ କରୁଥିଲେ କିନ୍ତୁ ଏପଟରେ କଣ ହେଇଛି ନା ମା ପାର୍ବତୀ ତପସ୍ୟା କରୁଛନ୍ତି ବାପା ପାଖରେ ନାହାନ୍ତି ତେଣୁ କେମିତି କଣ ପିଲା ଜନ୍ମ ହବ କି ଯଦି ନର୍ମାଲି ଆପଣ ଯାହା କହୁଛନ୍ତି କିନ୍ତୁ ମା ଡିଟରମିନ୍ଡ ମୁଁ ମୋର ଗୋଟେ ଲୟାଲ ସନ୍ତାନ ଜନ୍ମକୁ ଆଣିକି ମାନିଫେଷ୍ଟ କରେଇବି କେମିତି କଣ ହବ ନା ସେ ଗାଧଉଥିଲେ ନିଜର ଯୋଉ ହଳଦୀ ତନୁ ହଳଦୀ ଯୋଉ ଲଗଉଥିଲେ ଯୋଉ ହଳଦୀ ବୋଲିକି ଯାହାକୁ କହନ୍ତି ଅଙ୍ଗମଳି କୁହନ୍ତୁ ବା ହଳଦୀ କୁହନ୍ତୁ ହଳଦୀକୁ କାଢିକିରି ତାକୁ କଣ କଲେ ନା ସେ ଯୋଉ ପାଣି ଭାସମାନ ଯୋଉ ପାଣି ତାରି ଭିତରେ ଗୋଟେ ହ୍ୟୁମାନ ସେପ୍ ର ଗୋଟେ ପିଲା ଚାଇଲ୍ଡ ସେପ୍ ର ଗୋଟେ ତିଆରି କଲେ ଏବଂ ତାକୁ କଣ କଲେ ନା ତାକୁ ଆୱେକନିଂ କଲେ ତାକୁ ଗେଭ୍ ଲାଇଫ ଜୀବନ ଦାନ କଲେ ଏବଂ ତାର ଅନ୍ୟ ନାମ ଥିଲା ଗଣେଶ ଏପର୍ଯ୍ୟନ୍ତ କ୍ଲିୟର ହେଇଗଲା ତାପରେ ଯିବା ପାଠକୁ ଧୀରେ ଧୀରେ ଯିବା ତତ୍ତ୍ୱ ଭିତରକୁ ଯିବା ଗଭୀରତା ଭିତରକୁ ଯିବା ଏକୁ ସମସ୍ତେ କିଛି କିଛି ଜାଣିଛନ୍ତି ତାର ପରବର୍ତ୍ତୀ ଅବସ୍ଥାରେ ବର୍ତ୍ତମାନ କଣ ହେଲା ପର୍ପସ ହଉଛି କଣ ବର୍ତ୍ତମାନ ମାଙ୍କର ଗୋଟେ ଯୋଉ ପର୍ପସ ଥିଲା ସେ ଫୁଲଫିଲ ହେଇଗଲା ସେପଟରେ ଅଛନ୍ତି ବର୍ତ୍ତମାନ କାର୍ତ୍ତିକ କଥା ଭୁଲି ଯାଆନ୍ତୁ କାର୍ତ୍ତିକ କୋଉଠି ଅଛନ୍ତି ସେ କଣ କରୁଛନ୍ତି ତାଙ୍କ ପର କଥା ଭୁଲି ଯାଆନ୍ତୁ କାର୍ତ୍ତିକଙ୍କ ନାହିଁ ବର୍ତ୍ତମାନ କଣ ହେଇଛି ନା ଶିବ କଣ କରୁଛନ୍ତି ଯେତେବେଳେ ମାତା ପାର୍ବତୀ ତାଙ୍କର ଅଦର ଅଂଶ ଅଦର ପାର୍ଟ ଶିବଙ୍କର ଅନ୍ୟ ଭାଗ ବର୍ତ୍ତମାନ ସେ ଅଛନ୍ତି ଧ୍ୟାନମଗ୍ନ ତପସ୍ୟାରେ ବସିଛନ୍ତି ଆଚ୍ଛା ଶିବ ତ ନ୍ୟାଚୁରାଲି ଯିବେ କାରଣ ଯେତେବେଳେ ଜୀବ ଡାକିବା ଆରମ୍ଭ କରିବ ଭକ୍ତ ଡାକିବା ଆରମ୍ଭ କରିବ ଭଗବାନ ତ ଯିବା କଥା ଯିବେ ଏଥିରେ ସନ୍ଦେହ କରିବାର ନାହିଁ ତେଣୁ ଯେତେବେଳେ ସେ ତପସ୍ୟା କରୁଛନ୍ତି କାହାକୁ ତପସ୍ୟା କରୁଛନ୍ତି ଶିବଙ୍କୁ ତପସ୍ୟା କରୁଛନ୍ତି ଓಂ ନମୋ ଶିବାୟ ଆମ ସହିତ ଜପ କରୁଛନ୍ତି ତେଣୁ ନ୍ୟାଚୁରାଲି ତ ଶିବ ଟାଣି ହେଇକି ଯିବେ ଭକ୍ତ ଭଗବାନଙ୍କୁ ଭଗବାନ ଆସିବେ ଭକ୍ତକୁ ଦେଖା କରିବା ପାଇଁ କିନ୍ତୁ ସେଠି ସିନାରିଓ ବଦଳି ଯାଇଛି ସବୁ ଠିକ ଥିଲା ବର୍ତ୍ତମାନ ବଦଳି ଯାଇଛି କଣ ହେଇଛି ସେଇ ଜାଗା ଅଛି ସେଇ ପାହାଡ ଅଛି ସେଇଠି ପାର୍ବତୀ ତପସ୍ୟା କରୁଛନ୍ତି କିନ୍ତୁ ଯୋଉଠି ନନ୍ଦୀ ଥିଲେ ଗେଟ୍ କିପର ଛାଡି ଦେଇଥିଲେ ବର୍ତ୍ତମାନ ନନ୍ଦୀଙ୍କ ଜାଗାରେ କିଏ ଅଛନ୍ତି ନା ପାର୍ବତୀଙ୍କର ତନୁରୁ ତିଆରି ହେଇଥିବା ତନୁମଳିରୁ ତିଆରି ହେଇଥିବା ବା ହଳଦୀରୁ ତିଆରି ହେଇଥିବା ଯୋଉ ଜୀବନ୍ୟାସ ପାଇଥିବା ତାଙ୍କର ପ୍ରିୟ ସନ୍ତାନ ଗଣେଶ ଅଛନ୍ତି ଗଣେଶ ମାନେ ଗଣମାନଙ୍କର ଈଶ ଗଣେଶ ତେଣୁ ସିଏ କଣ କରୁଛନ୍ତି ନା ଠିଆ ହେଇଛନ୍ତି ତେଣୁ ଇଏ ଯେତେବେଳେ ଯାଇକିରି ପହଞ୍ଚିଲେ କଣ ତାଙ୍କୁ ଷ୍ଟ୍ରିକ୍ଟ ଇନଫର୍ମେସନ ଅଛି ଯିଏ ବି ଆସୁ ସେ ଜାଣିନାହାନ୍ତି ବାପା କିଏ ଜାଣିନାହାନ୍ତି ଭାଇ କିଏ ଜାଣିନାହାନ୍ତି ନନ୍ଦୀ କିଏ ଜାଣିନାହାନ୍ତି ଶିବ କିଏ କଣ ତା ତତ୍ତ୍ୱ କଣ ସେ ସବୁ ଜିନିଷ ଛୋଟ ପିଲାଟି ଆସିକି ପହଞ୍ଚିଛନ୍ତି ତୁ ଛାଡିବୁ ନାହିଁ ତେଣୁ ଯେତେବେଳେ ନ ଛାଡିବେ ଶିବ ତ କ୍ରୋଧିତ ହବା କଥା ହେବେ କାହିଁକି କ୍ରୋଧିତ ହେବେ ସେଇ ଯୋଉ ମୁଁ ଏଇଟାକୁ ସସ୍ପେନ୍ସ ରଖୁଛି ଗୋଟିଏ ମିନିଟ୍ ପରେ କହିବି କାହିଁକି ଛାଡୁନାହାନ୍ତି ତାଙ୍କର ତତ୍ତ୍ୱ କଣ ଶିବ କଣ ପାର୍ବତୀ କଣ ନନ୍ଦୀ କିଏ ଗଣେଶ କିଏ ଧାରା କଣ ତପସ୍ୟା କଣ ମୁଁ ସେଇ ଜିନିଷ ଡେଭଲପ କରିବା ପାଇଁ ଆପଣଙ୍କୁ ଗୋଟାଏ ମିନିଟ୍ ବର୍ତ୍ତମାନ ସସ୍ପେନ୍ସରେ ରଖୁଛି କଣ ହେଲା କଣ ହଉଛି ନା ସେ ବର୍ତ୍ତମାନ ଯିବା ବେଳକୁ ଗଣେଶ କହୁଛନ୍ତି ମୁଁ ଛାଡିବି ନାହିଁ ନା ମୁଁ ଶିବ ମୁଁ କିଏ ଜାଣି ନାହିଁ ଜାଣେ ନା ମୁଁ କୋଉ ଶିବ କେଉଁଠି ତା ଘର ଯଦି ନାଟକ ଶୁଣିଥିବେ ତାକୁ ଭଲ ଭାବରେ ଜାଣେ ନା ମୁଁ କେଉଁ ଶିବ କରିଥିବ କେଉଁଠି ତା ଘର ମାତାଙ୍କ ଆଦେଶ ମୁଁ ହିଁ ଜଗି ଅଛି ଘର ମୁଁ ଛାଡିବି ନାହିଁ ତେଣୁ ଛାଡିବି ନାହିଁ ତେଣୁ ଏତିକିବେଳେ ଶିବ କଣ କରିବେ ନା କ୍ରୋଧାନ୍ୱିତ ହେବେ କାହିଁକି ନା ଭକ୍ତ ପାଖକୁ ଯେତେବେଳେ ଭଗବାନ ଯାଉଛନ୍ତି ବାଟରେ ଅବସ୍ତାକଲ ହେବେ ତାଙ୍କର ହଟେଇବେ କି ହଟେଇବେ ତେଣୁ ସାର୍ କଣ କହିଲେ ନା ସିଏ ପ୍ରଥମେ କଣ କରନ୍ତି ନା କରନ୍ତିନି ଆଗେ ତାଙ୍କର ଯୋଉ ସୋଲଜର୍ସ ଆର୍ମି ଥିଲେ ତାକୁ କହିଲେ ଲଢାଅ କିନ୍ତୁ ଇଏ କଣ କହିଲେ ଇତି ପାୱାରଫୁଲ ଏତେ ତେଜ ନା କୋଟି କଣ ସୂର୍ଯ୍ୟ କୋଟି ସମପ୍ରଭ ବୋଲିକିରି ସେ ଯୋଉ ଶ୍ଲୋକରେ ଆପଣ ପଢିଛନ୍ତି କୋଉଟା ପଢିଥିଲି ବର୍ତ୍ତମାନ କଣ କହିଥିଲି ନା ବକ୍ରତୁଣ୍ଡ ମହାକାୟ ସୂର୍ଯ୍ୟ କୋଟି ସମପ୍ରଭ ନିର୍ବିଘ୍ନଂ କୁରୁ ମେ ଦେବ ସର୍ବ କାର୍ଯ୍ୟେଷୁ ସର୍ବଦା ତେଣୁ ସେଠି ଗୋଟିଏ ଶବ୍ଦ ଶୁଣିଥିଲେ କଣ ଶୁଣିଥିଲେ ନା ସୂର୍ଯ୍ୟ କୋଟି ସମପ୍ରଭ ଏତେ ତୀକ୍ଷ୍ଣ ଏତେ ତେଜଦୀପ୍ତ ସନ୍ତାନ ଯିଏ ତାଙ୍କର ପାର୍ବତୀଙ୍କର ଅଙ୍ଗଜଳୀରୁ ତିଆରି ହେଇଥିଲେ ସୃଷ୍ଟି ହେଇଥିଲେ ଏତେ ତେଜଦୀପ୍ତ ତାଙ୍କର ଶିବଙ୍କର ସେନା ଯୋଉମାନେ ଥିଲେ ସେମାନେ କଣ କଲେ ନା ପାରିଲେ ନା ହାରିଗଲେ ବର୍ତ୍ତମାନ କଣ କଲେ ନ୍ୟାଚୁରାଲି କିଏ ହବ ଇଏ ତ ହାରିକିରି ଯିବେ ନାହିଁ ଗୋଟେ ଏବେ କଣ ହଉଛି ନା ଲଢେଇ ହଉଛି କାହା ଭିତରେ ବାପ ପୁଅ ଭିତରେ ନ୍ୟାଚୁରାଲି ଆପଣ ଦେଖୁଛନ୍ତି ବାପ ଜାଣିନାହାନ୍ତି ସିଏ ହଉଛି ମୋର ପୁଅ ଇଏ ବି ଜାଣିନାହାନ୍ତି ମୋର ବାପ କିନ୍ତୁ ଲଢେଇ ହଉଛି କଣ ନା ଇଗୋ ଆଉ ସୁପର ଇଗୋ ଭିତରେ ଲଢେଇ ହଉଛି
ଇଗୋ ଆଉ ସୁପର ଇଗୋ ଭିତରେ ବର୍ତ୍ତମାନ ଲଢେଇ ହଉଛି। ତେଣୁ ହରିକରେ କଣ ହଉଛି ନା ପ୍ରଥମତଃ ତ ହାରିବା କଥା ହାରିଲେ, ଆପଣ ମାନେ ଜାଣିଛନ୍ତି କେତେବେଳେ ନିଶ୍ଚିତ ଭାବରେ ହାରିଛନ୍ତି, ତାପରେ ଯାଇକି ବାଣ ଆଣିଛନ୍ତି ଶ୍ରୀକୃଷ୍ଣଙ୍କୁ କହି ଭଗବାନଙ୍କ ଠାରୁ ଯାଇ ନାରାୟଣ ଠାରୁ ଆଣିଛନ୍ତି ଏବଂ ତାକୁ କଣ କରୁଛନ୍ତି ବର୍ତ୍ତମାନ କଣ କରୁଛନ୍ତି ହାରିଦେ ମାନେ ମାରି ଦେଇଛନ୍ତି, ମାନେ ମାରିଦେଲେ ମାନେ କଣ କଲେ ପ୍ରୟୋଗ କରିଦେଲେ, ଯୋଉଥିରେ କଣ କଲେ ତାଙ୍କ ବେକଟା କଟିଗଲା, କାହାର ଗଣେଶଙ୍କର ବେକଟା କଟିଗଲା। କଟିଗଲା ପରେ ସେ କଣ କଲା ସିଏ ପଡିଛନ୍ତି। ବର୍ତ୍ତମାନ ଆଙ୍କର ଲକ୍ଷ୍ୟ ନୁହେଁ ତାକୁ କଣ କରିବା ପାଇଁ, କାରଣ ସେ ମାରିଦେଲେ ତାଙ୍କର କ୍ରୋଧ ଶାନ୍ତ ହେଇଗଲା। ତାପରେ ସେ ଯାଉଛନ୍ତି କୋଉଠିକି ଯାଇକି ପହଞ୍ଚିବେ ନା ଭକ୍ତ ଯାଇକି କୋଉଠି ମାନେ ଭକ୍ତ ପାଖରେ ପାର୍ବତୀଙ୍କ ପାଖରେ ପହଞ୍ଚିବେ। ସିଏ ତାଙ୍କୁ ଭକ୍ତ ବୋଲିକିରି କୁହନ୍ତୁ, ତାଙ୍କ ଶରୀରର ଅଙ୍ଗ ବୋଲିକିରି କୁହନ୍ତୁ, ଯାହା ବି ହଉ ଯୋଉଟାକୁ ଆପଣ ଯେମିତି ବୁଝିବା କଥା, ତାଙ୍କ କନସର୍ଟ ବୋଲିକିରି ଭାବନ୍ତୁ, ତାଙ୍କ ଯାହାକୁ ଆପଣ ଭାବନ୍ତୁ। ବର୍ତ୍ତମାନ ଯାଇକି ପହଞ୍ଚିଗଲା ପରେ ପାର୍ବତୀ ତ ନ୍ୟାଚୁରାଲି ଖୁସି ହେବେ, କାରଣ ଭକ୍ତ ମାନେ ଭଗବାନ ଯିଏ ଯାହାଙ୍କୁ ପ୍ରାର୍ଥନା କରୁଛନ୍ତି ସେ ଆସିବ ଖୁସି ହେବେ। କିନ୍ତୁ ତାର ପରବର୍ତ୍ତୀ ଅବସ୍ଥାରେ କଣ କରୁଛନ୍ତି, ସେ ଯେତେବେଳେ ଖୁସି ହଉଛି ଯେ ତାରି ଭିତରେ ମଧ୍ୟ ଗୋଟେ ଷ୍ଟୁପିଡିଟି ଥାଏ, ମା ଯାହାକୁ କହନ୍ତି ଡିଭିନିଟି ଯୋଉଠି ଥାଏ ଷ୍ଟୁପିଡିଟି ସେଇଠି ଥାଏ। କିଛି ସମୟ ପାଇଁ ଭକ୍ତ ବନ୍ଧ ଆସିଲା ବେଳକୁ ଏଟା ସମ୍ପୂର୍ଣ୍ଣ ମିଳନ ହେଇପାରୁନାହିଁ, ସେଇଠି ସେ ବସିକି ଭାବୁଛନ୍ତି ତାଙ୍କ ମୁଣ୍ଡକୁ ପଶିଗଲା ହ୍ୱାଟ ଆବାଉଟ୍ ମାଇ ସନ୍, ମାୟା ମାୟା ଆସିକି ପହଞ୍ଚୁଛନ୍ତି, ପଚାରୁଛନ୍ତି ଇଏ କୋଉଠି ଗଲା। ସେତେବେଳେ ତାଙ୍କର ମୁଁ ତ ଯାହାକୁ ପଠେଇଥିଲି ସେ ତ ହାରିବା କଥା ନୁହେଁ, ଇଏ ଗୋଟେ ତାକୁ କାହାଣୀ କହୁଛନ୍ତି, ତେବେ କାହାକୁ ଜଗେଇଛ, ମୁଁ ତାକୁ କଣ କରୁଛି ଏମିତି ମାରିଦେଇଛି, କାହାଣୀ ଆଉ ଲମ୍ବାନ୍ତୁ ନାହିଁ, ପାଠ ଭିତରକୁ ଯିବା। ତେଣୁ କଣ କହୁଛନ୍ତି ମୁଁ ମାରିଦେଇଛି। ତେଣୁ ୟା ପରେ କଣ କରୁଛନ୍ତି ନା ପାର୍ବତୀ ପ୍ରବଳ ବେଗରେ କ୍ରୋଧାନ୍ୱିତ ହଉଛନ୍ତି, ମୁଁ ସୃଷ୍ଟିକୁ ଧ୍ୱଂସ କରିଦେବି। ଶକ୍ତି 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 ବିନା ଶିବ ହଉଛନ୍ତି ଶବ। ଯେତେବେଳେ ଶିବ ମାନେ ମଙ୍ଗଳମୟ ସବୁ କିଛି କରିଦେଇ ପାରନ୍ତି, କିନ୍ତୁ ଯଦି ସେ ବିନା ଶକ୍ତି ହେଇଗଲେ, ସେ ଶକ୍ତିକୁ ଯଦି ଛାଡିଦେବେ ତାହେଲେ କଣ କରିବେ ଶବ ହେଇଗଲେ ଆଉ ତାଙ୍କର କିଛି କରିବାର ନାହିଁ। ସେ ହଉଛି ତାଙ୍କର ଯୋଉ ଶକ୍ତି, ତା ମାନେ ହଉଛି ଏନର୍ଜି ଫୋର୍ସ। ତେଣୁ ଏତେ ଏନର୍ଜି ହଉଛି, ଏଟା ହଉଛି ୟୁନିଭର୍ସାଲ ଏନର୍ଜି, ଯାହାକୁ କହୁଛନ୍ତି ଇଏ ଫୋର୍ସଟା କେବେ କମେ ନାହିଁ। ସେଇଥିପାଇଁ କହୁଛନ୍ତି ଯୋଉ ଶକ୍ତି ହେଲେ ସେଟା ହଉଛି ପେରିସେବୁଲ, କିନ୍ତୁ ୟୁନିଭର୍ସାଲ ଫୋର୍ସ ଯଦି ଆପଣ ମାଙ୍କ ଶକ୍ତି ନେବେ ସେଇଟା ଇମ୍ପେରିସେବୁଲ, ଯୋଉଟା କି ସେ ଯଦି ଆପଣଙ୍କୁ ଟଚ୍ କରିଦବ ଇଏ ପାର୍ଥିବ ଶରୀରଟା ଦିବ୍ୟ ହେଇଯିବ, ଆପଣ ଅମର ହେଇଯିବେ। ଦ୍ୟାଟ୍ ଇଜ ଅମରତ୍ୱର ମୃତ୍ୟୁ ଉପରେ ବିଜୟର ଇଏ ହଉଛି କାହାଣୀ। ଛାଡ଼ନ୍ତୁ, ତେଣୁ ଯେତେବେଳେ କହିଲେ ରାଗିଗଲେ, ସେତେବେଳେ କଣ କଲେ ନା ଶିବଙ୍କର କ୍ରୋଧ ଟିକେ ଶାନ୍ତ ହେଇଗଲା। ତେଣୁ ବର୍ତ୍ତମାନ କରିବେ କଣ, ସବୁ ତ ସରିଯାଇ ସାରିଲାଣି। ତେଣୁ କଣ କରିବେ ନା ପାର୍ବତୀ କହୁଛନ୍ତି ଦିଟା କଣ୍ଡିସନ ମୋର ଦରକାର, ମୋର ଦିଟା କଣ୍ଡିସନରେ ମୁଁ ଶାନ୍ତ ହେବି, ନଚେତ ପୃଥିବୀକୁ ଧ୍ୱଂସ କରିଦେବି। ପ୍ରଥମ କଣ୍ଡିସନ କଣ, ମୋର ଯୋଉ ସନ୍ତାନ ଅଛି, ମୋର ଯୋଉ ସନ୍ତାନ ମୋ ପୁଅଟା ନିଶ୍ଚିତ ଭାବରେ କଣ କରିବ, ମଷ୍ଟ କମ୍ ଟୁ ଲାଇଫ୍, ତାର ଜୀବଦାନ ପାଇବା କଥା। ଆଉ ସେକେଣ୍ଡ ଅଗ୍ରପୂଜ୍ୟ ହବ, ମାନେ ସବୁ ଯାକ ଦେବତା ଥିବେ ସେ ଆଗେ ପୂଜା ପାଇବେ। ଦିଟା କଣ୍ଡିସନ ଯଦି କହିବ ତାହେଲେ ମୁଁ ରାଗିବି, ନହେଲେ ନାହିଁ ମୁଁ ପୃଥିବୀକୁ କଣ କରିବି ଧ୍ୱଂସ କରିବି ନ୍ୟାଚୁରାଲି କନସର୍ଟ। କାରଣ ଇଏ ଶିବ ପାର୍ବତୀ ଯାହାକୁ କହୁଛନ୍ତି ହି ସି ପୁରୁଷ ପ୍ରକୃତି, ରୁଦ୍ର ରୁଦ୍ରା, ବ୍ରହ୍ମ ମାୟା, ଆପଣଙ୍କ ଘରେ ଯୋଉ ପୁରୁଷ ସ୍ୱାମୀ ସ୍ତ୍ରୀ ଯୋଉଠି ରହୁଛନ୍ତି ଯାହାବି ଆପଣ ଦେଖୁଛନ୍ତି, ଇଏ ସବୁ କହୁଛନ୍ତି ଗୋଟିଏ ଅଂଶ, ତା ଦେହରୁ ଦି ଭାଗ ହେଇକି ଆସିଛନ୍ତି। ସୁପ୍ରିମ କଣ କହୁଛନ୍ତି ଯେତେବେଳେ ନିଜକୁ ମାନିଫେଷ୍ଟ ଏକର ମଲ୍ଟିପ୍ଲିସିଟି ଯେତେବେଳେ ଅଧିକ ହବା ପାଇଁ ଚାହିଁଲେ, ନିଜ ଶରୀରକୁ କଣ କଲେ ନା ଦିଟା ଇଏ ସବୁକୁ ସୃଷ୍ଟି କଲେ, ଦୁଇ ଭାଗ ହେଲେ। କାରଣ ପୃଥିବୀର ଆବଶ୍ୟକତା ହେଲା ଗୋଟିଏ ଥିଲା, ସେ ହଉଛି ଶକ୍ତି। ତେଣୁ ସେଇଭଳିଆ ହେଇକିରି ବର୍ତ୍ତମାନ ଆସୁଛନ୍ତି ଦେୟାର ଆର୍ ଟୁ ହୁ ଆର୍ ୱାନ୍ ଆଣ୍ଡ ପ୍ଲେ ଇନ୍ ମେନି ୱାର୍ଲଡସ୍। There are two who are one are the secrets of all power. There are two who are one and play in many worlds. ये जो दुईटा रूप देखुछ, इवेन माँ श्री अरविंद को देखुछन, से दुईटा रूप नुह से होते वास्तव में एक चेतना, एक अंश, एक सत्य, एक बाट, एक मार्ग, एक दर्शन, सब जगह एक द्वितीय किसी ना। तले जो आम आसुँ दुईटा रूप देखुँ, कि तलू जो उपरको आसवे से होती कौन जहाँ श्री अरविंद लिखुंट डुआल टू इन वन। जदि पढ़ी आप पढ़ी हायर फिलोसफी आड़ को जाइए, श्री अरविंद लिखुंट डुआल टू इन वन, द्वैत रूप कि टू इन वन। जो कौटी ना ऊपर ये देखुं कौन ना द्वैत रूप देखुं, दीटा रूप देखुं, कि वास्तव में से होती सामान। तेणु पार्वती कंडीशन थिला, पार्वती कंडीशन होची जे मु मते एया दरकार, जन्म ना दरकार और अग्रपूजा हवा दरकार। ठीक अच्छे, आगे देखा तो पिलाटा जन्म नौ, तापर कौन पूजा हम गला बेलू कौन होती मुंड ना। तेणु बर्तमान कौन करेंगे, बर्तमान पार्वती आहरी रागिबा आरंभ कले। जिते पार्वती आहरी रागिबा आरंभ कले, से कौन कहते गोटे काम करवा ना कौन ना तुम ब्रह्मा को डका हो, ब्रह्मा सल्यूशन, ब्रह्मा इज कमिंग इनटू द पिक्चर। ब्रह्मा हूँ कौन ये ओभर माइंड कथा आलोचना होती, ओभर माइंड तक काम कर माइंड से काम करूनी। माइंड रे कहीं कहली माइंड सुपर माइंड ओभर माइंड कथा मुझे कहूँ ना, तार पछरे कारण अच्छी। कारण माइंड रे किए अच्छा, ओभर माइंड किए अच्छा, कहीं से मध्यस्थता करुँचे, मुझे बुझेगा ये गपर आपको कहूँ, मुझे रोचे। तेणु कहानी आपंकर अलमोस्ट मुंडटा आप्लाय कर समयटा आपंपाई आसीगला। मुझे कहूनी आप आप्लाय करूँ बोली, कितु मुझे कहूँ जदि सजग अच्छे सचेतन अच्छे बर्तमान ब्रेन टा आप्लाय करूँ केमी फिलोसफीटा डेभलप करुँच। तेणु बर्तमान कौन कर ये कहते मोर पिला दरकार अग्रपूज्य हम, तो परवर्ती अवस्था भगवान कहते तथास्तु हो, कि पिलाटा केमी हम। तेणु पठा ब्रह्म जो आस ब्रह्मा आसुच्च कौन ना मीडिएट करने, मीडिएट करने कौन आदेश दि जाए तुम जीव उत्तर दिग को फास्ट क्रिचर जहाँ को देख आसी उत्तर दिग शोध आनिक पहुंचब। जहाँ हूँ आप कौन कले ना हाथीर मुंड को कटा होकर आनिक जोड़ा जोड़ा सी कौन कले ना जीवन्यास दिगला, चक्षुदान दिहला, से कौन कले ना सी जीवन्यास पाइले, गणेश रूप में पूजा पाइले। वक्रतुंड बोलिक कहते वक्र अटे तुंड जार सी होती वक्रतुंड।
ତାକୁ ସମାଜ ପଢିଥିବେ କିଛି ଅସୁବିଧା ନାହିଁ। ତେଣୁ ସେ କଣ କଲେ ରହିବା ଆରମ୍ଭ କଲେ। ଏଇଠୁ ଆରମ୍ଭ ହେଲା, ଏଇଠୁ ସେ ଜଗନ୍ନାଥ ହେଲା, ଇଏ ସରିଗଲା, ଏଠି ଆପଣଙ୍କର କାହାଣୀ ସରିଗଲା। ଏପର୍ଯ୍ୟନ୍ତ ପୃଥିବୀରେ ଯିଏ ଆପଣଙ୍କୁ ଗପ କହିବେ ସେତିକି ବାଟ କହିବେ, ତାପରେ ସେ ଗପ ନାହିଁ। ଆମେ ଏଠୁ ଯାହା କହିବା ବର୍ତ୍ତମାନ ତାକୁ ଡେଭଲପ କରିବା, କଣ ଇଏ ଗପ ସହିତ ଇଏ କଣ ହଉଛି ଆମର ଫିଲୋସଫି ଦର୍ଶନର କଣ ସମ୍ପର୍କ ଅଛି ଆମେ ତାକୁ ଜାଣିବା। ବର୍ତ୍ତମାନ ମୁଁ ଆପଣଙ୍କୁ କେତେ ଗୁଡିଏ ଚରିତ୍ର କଥା କହିଲି, କେତେ ଜଣଙ୍କ କଥା କହିଲି। ପ୍ରଥମେ କହିଥିଲି ପାର୍ବତୀ କହିଥିଲି, ତାପରେ ଦ୍ୱିତୀୟରେ କହିଥିଲି ଶିବଙ୍କ କଥା କହିଥିଲା, ତୃତୀୟରେ ନନ୍ଦୀଙ୍କ କଥା କୁହାଯାଇଥିଲା, ଚତୁର୍ଥରେ ଗଣେଶଙ୍କ କଥା କୁହାଯାଇଥିଲା, ତାପରେ କଣ କଲା ନା ଅଙ୍ଗମଳି କଥା ବି ଆପଣଙ୍କୁ ବର୍ଣ୍ଣନା କରାଯାଇଛି, ତାପରେ ଯୁଦ୍ଧ କଥା କୁହାଯାଇଛି। ଏମିତି ଦେଖୁଛନ୍ତି ଦି ଜଣଙ୍କ ଭିତରେ ଯୁଦ୍ଧ କରୁଛନ୍ତି, ଜଣେ କହୁଛନ୍ତି ମୁଁ ଛାଡିବି ନାହିଁ, ଜଣେ କହୁଛନ୍ତି ମୁଁ ତତେ ମାରିଦେବି। ଏମିତି ସବୁ ଯୋଉ କାମ ହେଇଛି, ଏତେ ଗୁଡା ଜିନିଷ ଦେଖିଛନ୍ତି, ତାର ସିଗ୍ନିଫିକାନ୍ସ କଣ, ତାର ସିଗ୍ନିଫିକାନ୍ସ କଣ, କଣ ପାଇଁ ସିଓର ଯୋଉ ଆଜି ଲର୍ଡ ଗଣେଶ ବୋଲିକି ଆମେ ଆଲୋଚନା କରୁଛନ୍ତି, ତାର ପ୍ରକୃତରେ ସିଗ୍ନିଫିକାନ୍ସ କଣ, ମୁଁ ଗୋଟିକ ପରେ ଗୋଟିଏ ଆପଣଙ୍କୁ କହୁଛି, ଯେତିକି ବାଟ ଯାଉ କିଛି ଅସୁବିଧା ନାହିଁ। କାରଣ ଇଏ କାହାଣୀ ଆପଣମାନେ ବି ଯାଇକି ଆଲୋଚନା କରିବେ ବିଭିନ୍ନ ଜାଗାରେ, ତେଣୁ ଏ କାହାଣୀରେ କିଛି ନାହିଁ, କାହାଣୀଟା ଯୋଉଠି ଅଛି ମୁଁ ଆପଣଙ୍କୁ ସେଇଠି କହୁଛି। ପ୍ରଥମ କଥା ହଉଛି କଣ, ନା ଯାହାକୁ ଆମେ ବସୁଛନ୍ତି ଦେଖୁଛନ୍ତି କଣ କହୁଛନ୍ତି ନା ଏଠି ହଉଛନ୍ତି କଣ ମାଉଣ୍ଟ କୈଳାସ। କୈଳାସ ବୋଲିକି କହୁଛନ୍ତି, ମୁଁ ତାକୁ ଅଲରେଡି କହିଲେଣି, ହିମାଳୟର ଗୋଟେ କୈଳାସ ଅଛି ବୋଲିକି ଆପଣ ଜାଣିଛନ୍ତି। କୈଳାସ ହଉଛି କଣ, ଯାହାକୁ କି ଆପଣ ମାନେ ଅନ୍ତତଃ ହିନ୍ଦୁ ମାଇଥୋଲୋଜିରେ ଆପଣ ତାକୁ ସ୍ୱର୍ଗ ବୋଲିକି ଜାଣିଛନ୍ତି, କିନ୍ତୁ ଶ୍ରୀ ଅରବିନ୍ଦ ତାକୁ କହୁଛନ୍ତି ହେଭନ୍ ଆଣ୍ଡ ହେଲ୍ ଏକ୍ଜିଷ୍ଟ ଇନ୍ ଦ ସୋଲ୍ସ କନସିୟସନେସ୍। ସ୍ୱର୍ଗ ନର୍କ ଆପଣ କୈଳାସ ବୈକୁଣ୍ଠ ସାକେତ ଗୋଲକ କଥା କହୁଛନ୍ତି, ସେଠିକି ଯାଇକି ଖୋଜିବାର ବ୍ୟସ୍ତ, କିନ୍ତୁ ଶ୍ରୀ ଅରବିନ୍ଦ କହୁଛନ୍ତି ସ୍ୱର୍ଗଟା ଏକ୍ଜିଷ୍ଟ କରୁଛି କୋଉଠି ନା ଇନ୍ ଦ ସୋଲ୍ସ କନସିୟସନେସ୍, ଆତ୍ମାର ଚେତନା ବାସୁଛି। ଇଏ ହଉଛି ପ୍ରଥମେ ହଉଛି କୈଳାସ। ସେକେଣ୍ଡରେ ହଉଛନ୍ତି କଣ ନା ପାର୍ବତୀ। ଆଚ୍ଛା କଣ କରୁଛନ୍ତି ନା ସେ ହଉଛନ୍ତି କଣ କରୁଛନ୍ତି, ଇଣ୍ଡିକେଟ କରୁଛନ୍ତି ଯାହାକୁ ଆପଣ କହୁଛନ୍ତି ଯୋଉ ଆସିକରି ପହଞ୍ଚିଲେ, କଣ କଲେ, ଯାହାକୁ ଆପଣ ଇଏ କଲେ ତାକୁ ଆଲୋଚନା କରୁଛନ୍ତି, କଣ କରୁଛନ୍ତି, ଶିବପୁତ୍ର ଅଗ୍ରଗତ ହେଇଗଲା ପରେ ଏଇ ଯୋଉ ଦେବୀଙ୍କ କଥା ଯୋଉ ସିଗ୍ନିଫିକାନ୍ସ ଇଣ୍ଡିଭିଜୁଆଲ, ଯେମିତି ଆପଣ ସାବିତ୍ରୀ ପଢିଲା ବେଳେ ସାବିତ୍ରୀ କିଏ, ସତ୍ୟବାନ କିଏ, ଏଇ ସନ୍ଧ୍ୟା ମତେ ଅଧଘଣ୍ଟା ପୂର୍ବରୁ କିଏ ପ୍ରଶ୍ନ ପଚାରୁଥିଲେ, ବହୁତ ଜିନିଷ ପଚାରୁଥିଲେ, ମୁଁ ଆପଣଙ୍କୁ ସେଇ ଜିନିଷ କହୁଛି। ପାର୍ବତୀ ହଉଛନ୍ତି କିଏ ସେ ନା ଦେବୀ ଅଲରେଡି ମତେ କହିସାରିଲେଣି, ପୁରୁଷ ପ୍ରକୃତି, ଶିବା ରୁଦ୍ରା ବ୍ରହ୍ମ ମାୟା ଏସବୁ ଜିନିଷ କହୁଛନ୍ତି। ସିଏ ହଉଛନ୍ତି କଣ ତାଙ୍କର ଇନଡିଜଲବୁଲ କଣ ହଉଛନ୍ତି ଇନସେପାରେବୁଲ ପାର୍ଟ ଅଫ ଦ ଲର୍ଡ, ତାଙ୍କର ହଉଛନ୍ତି ସିଏ ହଉଛନ୍ତି ଅବିଚ୍ଛେଦ୍ୟ ଅଙ୍ଗ। ତେଣୁ ଏଠି ସେ କହୁଛନ୍ତି କଣ ନା ପାର୍ବତୀ କାହାକୁ ରିପ୍ରେଜେଣ୍ଟ କରୁଛନ୍ତି ନା ପରାଶକ୍ତିକୁ ରିପ୍ରେଜେଣ୍ଟ କରୁଛନ୍ତି, ଗୋଟେ ପରା ଗୋଟେ ହଉଛି ଅପରା, ପରାଶକ୍ତିକୁ ରିପ୍ରେଜେଣ୍ଟ କରୁଛନ୍ତି। ଆଚ୍ଛା ତାପରେ କହୁଛନ୍ତି ସେ କୋଉଠି ଅଛନ୍ତି, ସେ ହଉଛନ୍ତି ମୂଳାଧାରର କୁଣ୍ଡଳିନୀ ଶକ୍ତି ପବିତ୍ର। ଆଉ କଣ ଅଛନ୍ତି ଶିବ, ଯେତେବେଳେ ସେ ଆସନ୍ତି, ଯେତେବେଳେ ଆସିକିରି ପ୍ରବେଶ କରନ୍ତି, ସେତେବେଳେ କଣ କରନ୍ତି, ଶିବ ମାନେ ହଉଛନ୍ତି ଶକ୍ତି, ଶିବ ମାନେ ହଉଛନ୍ତି ମଙ୍ଗଳମୟତା, ସେତେବେଳେ କଣ କରନ୍ତି ନା କୁଣ୍ଡଳିନୀ ଜାଗ୍ରତ ହୁଏ। ଏଇ କୁଣ୍ଡଳିନୀର ଜାଗ୍ରତ କରିବାର କାରଣ ଏବଂ ତାଙ୍କ ପଛରେ ଯୋଉ ଯିଏ କେୟାର ନିଅନ୍ତି ସେଇ ହଉଛନ୍ତି ଆପଣଙ୍କର ଗଣେଶ। ତାର ପରବର୍ତ୍ତୀ ଅବସ୍ଥାରେ କହୁଛନ୍ତି କଣ କହୁଛନ୍ତି, ଯେତେବେଳେ ଆସିକିରି ପହଞ୍ଚନ୍ତି ସେ କଣ ନା ଆସିକିରି କହୁଛନ୍ତି ତା ଭିତରକୁ ପ୍ରବେଶ କରି ଆସୁଛନ୍ତି। ଆଚ୍ଛା ପ୍ରବେଶ କରିସାରିଲା ବେଳକୁ ବର୍ତ୍ତମାନ କୋଉଠି ଅଛନ୍ତି, କିଏ ପ୍ରବେଶ କରୁଛନ୍ତି ନା ଲର୍ଡ ଶିବ ପ୍ରବେଶ କରୁଛନ୍ତି। ଆଗରେ ତାଙ୍କର କିଏ ଅଛନ୍ତି ନା ନନ୍ଦୀ ଅଛନ୍ତି। ନନ୍ଦୀ କାହାକୁ ସିଗ୍ନିଫାଇ କରୁଛନ୍ତି, ଆପଣ କହିବେ ଗୋଟେ ବୃଷଭ କି କଣ ତାକୁ କରିବେ, ତାଙ୍କର ଡିପେଣ୍ଡେଣ୍ଟ, ତାଙ୍କର ସୈନାପତି ଏମିତି ସବୁ କହିବେ। ନନ୍ଦୀ କାହାକୁ କାହାକୁ ସିଗ୍ନିଫାଇ କରୁଛନ୍ତି, ଡିଭାଇନ ଟେମ୍ପରାମେଣ୍ଟ। କାହିଁକି ଗଣେଶ ଚିହ୍ନି ପାରିଲେ ନା, କିନ୍ତୁ ନନ୍ଦୀ ଚିହ୍ନି ଗଲେ। ଆପଣ କହିବେ ସେ ତାଙ୍କର ହଉଛନ୍ତି ସେନାପତି, ଠିକ ଅଛି କିଛି ଅସୁବିଧା ନାହିଁ, କିନ୍ତୁ ଗଣେଶ ତାଙ୍କୁ ଜାଣିନଥିଲେ। କିନ୍ତୁ ଇଏ କହୁଛନ୍ତି କଣ ନା ଡିଭାଇନ ଟେମ୍ପରାମେଣ୍ଟ କଣ ହୁଏ ନା, ଯେମିତି ଆପଣ କରନ୍ତି ସ୍ପିରିଚୁଆଲିଜିମ୍ ମାନେ କଣ, ସ୍ପିରିଚୁଆଲ ବେସ୍ ହଉଛି କଣ ନା ଓନ୍ଲି ଡିଭାଇନ ନଥିଙ୍ଗ ବଟ୍ ଦ ଡିଭାଇନ, ଭଗବାନଙ୍କ ବ୍ୟତୀତ ଆଉ ଦ୍ୱିତୀୟ ସତ୍ୟ ଆଉ କିଛି ନାହିଁ ଏ ପୃଥିବୀରେ। ତେଣୁ ସେଇ ହଉଛି ଏଠି ଡିଭାଇନ ନନ୍ଦୀ କାହାକୁ ରିପ୍ରେଜେଣ୍ଟ କରୁଛନ୍ତି, ଡିଭାଇନ ଟେମ୍ପରାମେଣ୍ଟକୁ ମାନେ କଣ କରୁଛନ୍ତି ରିପ୍ରେଜେଣ୍ଟ କରୁଛନ୍ତି। ଆଚ୍ଛା ରେକଗ୍ନାଇଜ କଣ କଲେ ନା ଡିଭାଇନ ଟେମ୍ପରାମେଣ୍ଟ ନା ସତ୍ୟକୁ ଜାଣିପାରିବେ। ନ୍ୟାଚୁରାଲି କହିବେ ମୋର ଡିଭାଇନ ଟେମ୍ପରାମେଣ୍ଟ ଆସିଲେ କଣ ହବ ନା ଗୋଟିଏ ଜିନିଷ ହବ, ମୁଁ ସତ୍ୟଟାକୁ ଚିହ୍ନି ପାରିବି। ତେଣୁ ଇଏ କଣ କଲେ, ଯେହେତୁ ସେ ଡିଭାଇନ ଟେମ୍ପରାମେଣ୍ଟକୁ ମାନେ କଣ କରୁଥିଲେ, ଫଲୋ କରୁଥିଲେ ଏବଂ ରିପ୍ରେଜେଣ୍ଟ କରୁଥିଲେ, ତେଣୁ ଯେତେବେଳେ ଶିବ ଆସିଲେ ତାକୁ କଣ କଲେ ଚିହ୍ନି ପାରିଲେ। ଚିହ୍ନି ପାରି ସାରିଲା ପରେ କଣ କଲେ ନା ତାକୁ କଣ କଲେ ନା ଆକ୍ସେସ ଦେଇଦେଲେ, ତମେ ଆପଣ ଯାଆନ୍ତୁ ପାର୍ବତୀଙ୍କ ପାଖକୁ ଛାଡ଼ିଦେଲେ। କିନ୍ତୁ ତାଙ୍କୁ ଇନଷ୍ଟ୍ରକ୍ସନ ଥିଲା କାହାକୁ ଛାଡ଼ିବ ନାହିଁ, ସେ କଣ କଲେ ଚିହ୍ନିଦେଲେ, ଚିହ୍ନିକି ଛାଡ଼ିଦେଲେ, କାରଣ ତାଙ୍କ ଉପରେ ଡିଭାଇନ ଟେମ୍ପରାମେଣ୍ଟ କାମ କରୁଥିଲା। ତାର ପରବର୍ତ୍ତୀ ଅବସ୍ଥାକୁ ଆସିକରି ପହଞ୍ଚିଲେ, ତା ପରବର୍ତ୍ତୀ ଅବସ୍ଥାରେ ଆସିକରି ପହଞ୍ଚିଲେ କଣ କରୁଛନ୍ତି ନା ଯେତେବେଳେ ଆସୁଛନ୍ତି ଆସିକରି କଣ ହଉଛନ୍ତି ନା ଗଣେଶ ତିଆରି ହେଲେ କୋଉଠି ନା ହଳଦୀରୁ ତିଆରି ହେଲେ, ଅଙ୍ଗମଉଳି ଯୋଉ କହୁଛନ୍ତି ହଳଦୀରେ ତିଆରି ହେତେ, ୟେଲୋ ଯୋଉ ହଳଦୀ ବୋଲିକିରି କହୁଛନ୍ତି ହଳଦୀ ପେଷ୍ଟ, ସେ କାହାକୁ ରିପ୍ରେଜେଣ୍ଟ କରୁଛି ନା ମୂଳାଧାର ଚକ୍ର। ଯେପର୍ଯ୍ୟନ୍ତ ସେ ଜାଗ୍ରତ ନ ହେଇଛି, ବିଭିନ୍ନ ପ୍ରକାର ଚକ୍ର ଆପଣ ଦେଖିଛନ୍ତି ମୁଣ୍ଡରୁ ଗୋଡ ପର୍ଯ୍ୟନ୍ତ, ତେଣୁ ଆପଣ ଯୋଉ ବିଭିନ୍ନ ପ୍ରକାର ଚକ୍ର ଆପଣ ଗୁଣ୍ଡଳିନୀ ଗୁହ୍ୟ ଚକ୍ର ପର୍ଯ୍ୟନ୍ତ ଯାଇଛନ୍ତି, ଯେପର୍ଯ୍ୟନ୍ତ ମୂଳାଧାର ଚକ୍ର ଯେତେବେଳେ ଜାଗ୍ରତ ନ ହେଲା ପର୍ଯ୍ୟନ୍ତ ପ୍ରଥମ ସିଷ୍ଟମ ହଉଛି କଣ ନା ଆପଣଙ୍କ ଭିତରେ ସେ ଶକ୍ତି, ଫୋର୍ସ, ଶକ୍ତି, ଲାଇଟ ଇଏ ସବୁ ପ୍ରବେଶ କରିବ। ପ୍ରବେଶ କଲେ କୋଉଠି ହବ ନା ମୂଳାଧାରକୁ ଛୁଇଁବ, ଛୁଇଁ ସାରିଲା ପରେ ତାକୁ ଚାର୍ଜ କରିବ, ସିଏ କଣ କରିବ ନା ରିଭର୍ସ ଡିରେକ୍ସନରେ ଆସିବ।
ଯେତେବେଳେ ତାପରେ ଯେତେ ଦେଖିବା କଣ ରିଭର୍ସ ଡିରେକ୍ସନ ମୂଳାଧାରରୁ ପୁଣି ଉପର ମୁହାଁକିରି ଆଗେ ଉପରୁ ତଳକୁ ଯାଉଥିଲା ବର୍ତ୍ତମାନ କଣ କରିବା ରିଭର୍ସ ଡିରେକ୍ସନ ଆସିବା ଆରମ୍ଭ କରିବ ସେତେବେଳେ ସବୁ ଯାକ ଚକ୍ର ଗୁଡା କଣ ହବ ନା ଚାର୍ଜ ହେଇଯିବ। ତେଣୁ ଏଠି ଯୋଉ କହୁଛନ୍ତି କଣ କହୁଛନ୍ତି ନା ୟେଲୋ ହଉଛି ହଳଦୀ ପେଷ୍ଟ ହଳଦୀ ହଉଛି ମୂଳାଧାର ଚକ୍ର ତେଣୁ ତାକୁ କଣ କହୁଛନ୍ତି ତାକୁ ଯିଏ କରୁଛନ୍ତି ତାକୁ ଗାର୍ଡ କରୁଛନ୍ତି କିଏ ସେ ନା ଲର୍ଡ ଗଣେଶ ତାକୁ କଣ କହୁଛନ୍ତି ନା ଗାର୍ଡ କରୁଛନ୍ତି। ଆଚ୍ଛା ତାର ପରବର୍ତ୍ତୀ ଅବସ୍ଥାରେ ଆପଣ ଦେଖୁଛନ୍ତି କଣ ନା ଏଠି ଯାଉଛନ୍ତି ତାର ଇଏ କହୁଛନ୍ତି ତାକୁ କଣ କରୁଛନ୍ତି ତାର ପରବର୍ତ୍ତୀ ଅବସ୍ଥାରେ ଯୋଉ ଗଣେଶ ବୋଲିକିରି କହୁଛନ୍ତି ଗଣେଶଙ୍କୁ କଣ ବୋଲିକିରି ଆପଣ କହିବେ ଦେବୀ କ୍ରିଏଟ୍ସ ଗଣେଶ जो बर्तमान देवी होती किए से ना पार्वती से कौन कले ना गणेश को सृष्टि कले आम राइट बुझीपे गणेश को से कौन कले ना सृष्टि कले गणेश को जो सृष्टि कले ये सृष्टि करवा से जो सृष्टि तार प्रोसेसटा हूँ कौन ना अर्थ बाउंड जो जिनस कौन हो अवेयरनेस थिला आर्थ बाउंड अवेयरनेस को से कौन करुँच रूप दौरान एवं कौन कर डिवाइन कन्सियसनेस को पुश करेंगे तेणु गणेश को तैयारी करने पछरे होता कौन ना अर्थवर्ड कन्सियसनेस अवेयरनेस को ताकू जोटा कि जो कन्सियसनेस गोटे सिल्ड परि काम करुँच सिल्ड परि माने बाट छाड़ूनी जमी मेघटा सिल्ड करुँच सूर्यकिरणटा प्रवेश करें तेणु ये जो अवेयरनेस जोटा अच्छी कौन हो लिमिटेड अवेयरनेस अच्छी जोटा कि इगो अच्छी आर्थली कन्सियसनेस गोटे सिल्ड परि काम करुँच जो ये सिल्ड परि काम करुँच माने ऊपर जमी मेघटा सिल्ड करुँच आपण को भितर को जमी सूर्यकिरण पशि पार घरटा ये पृथ्वीटा जमी अंधार अंधार लगुच ठीक से भाया आपण घर छातटा कौन करुँच ना ऊपर वर्षा मेघ को सिल्ड कर दौर आप घर भर पशि आसुना आप सेफली रही अंधार रही अल्प आलुअर रही ये जो गणेश तैयारी सी रिप्रेजेंट करूँ ना अर्थ बाउंड कन्सियसनेस अवेयरनेस को तैयारी करूँ गोटे सिल्ड बोली दिया करूँ जहाँफल ये जमी सूर्य किरणटा भर को आसीपारूनी से कहते ना लॉर्ड शिव जे कि हाईएस्ट कन्सियसनेस को हाईएस्ट नुहे हायर कन्सियसनेस को रिप्रेजेंट करूँ सी कौन कर ना भर को आसीपार सिल्डटा कहते अटकई रखुच्च तार परवर्ती अवस्था तार परवर्ती अवस्था आप कौन देखुं जो संस्कृति देखुं कौन ना शिव पार्वती कहला बर्तमान कौन है ना गणेश कहला गणेश को तैयारी करने पक्ष रखुच्च बर्तमान कहीं तैयारी कला कहला बर्तमान शिवटा क्या रिप्रेजेंट करूँ सिग्निफिकेंस करूँ कौन ना लॉर्ड ऑफ द सुप्रीम टीचर हु टीचर्स इज टीचर किंतु टीचर और गुरु अलग कथा तेणु कहुए यूनिवर्सल गुरु बोलिक कहुए यूनिवर्सल गुरु जहाँ शिव कहते सिग्निफिकेंस कौन थी ना लॉर्ड एंड सुप्रीम टीचर सी होती भगवान सी होती सुप्रीम टीचर कौन करने टीचर धर्म को टीच करवा कौन शिखा आसनी पर कह तापर गणेश जो तैयारी कले किए से ना माता पार्वती कौटू तैयारी कले ना हलदी तैयारी कले क्या तैयारी कले ना से गणेश को गणेश क्या सिग्निफाई करूँ ना इगो बाउंड जीव भल कर जानतु इगो बाउंड जीव जे कि अहंकार परिवर्तन आम सब जमी रोच इगो बाउंड जीव से कौन कहते सराउंडेड बाय द क्लाउड ऑफ इगो सराउंडेड बाय द क्लाउड ऑफ इगो किसी समय पूर्व आपको कही गोटे सुंदर मेसेज कही फेयर डिविनिटी स्टुपिडिटी डिविनिटी जो स्टुपिडिटी तो घेरिकी रही डिविनिटी जो परिमाण ग्रो कर स्टुपिडिटी से भाया गोड़े चलती गोटे समय आसी पहुंचो डिविनिटी चलीज स्टुपिडिटी आउट पारे फेरी आसो तेणु से आपंकर लिबरेशन फेजटा आरंभ हम छाड़ू मुझे जीवन एत तत्व आड़ को जी असुविधा हम कहीं बोर हे आपण तेणु कहते कौन गणेशटा सिग्निफाई रिक्वाइज कर ना इगो बाउंड जीव चारिपटे सराउंडेड विथ क्लाउड ऑफ इगो केवल अहंकार भर रही से कौन कहते अहंकार पड़ी अहंकार फसी अहंकार भितर रही मनीषटे सी कौन कर केवे माने सत्य को चिन्ह पार ना सी कौन कले गणेश सत्य माने शिव को चिन्ह पारे ना कि चिन्हले ना बर भर जुक्ति जहाँ जमी तेणु से कौन कले डज नॉट रिकॉग्नाइज चिन्ह पारे ना जापारे ना कौन कले ना आर्गुमेंट है से सब लड़े भी है चिंता करूँ परमात्मा सहित भगवान सहित से बापा परवर्त समय मिसिले कि जानी नथिले जेहेतु इगो क्लाउड भाया घेड़े रखी से जापर ना तेणु कौन कले ये हूँ इगोर कम ये हूँ गणेश रिप्रेजेंट करुँच तार परवर्ती अवस्था लॉर्ड शिव कौन होती लॉर्ड शिव को आपको दीटा जिन कही प्रथम कही लॉर्ड आउ सुप्रीम टीचर कौन सिग्निफाई करुँच आज गुरु गुरु कौन करुँच कौन द हेड ऑफ द इगो धर्म हूँ गुरुर कम हूँ कौन गुरु ब्रह्म गुरु विष्णु गुरुदेव महेश्वर गुरु साक्षात परम ब्रह्म तस्मै श्री गुरवे नम गुरुर धर्म हूँ कौन अंधार आलोक को नवा गरिमा अच्छी सत्य को देखेबे अहंकार को मुक्त करेबे अंधार मुक्त करेबे आलोक नहीं छाड़े गुरुकर धर्म टीचिंग एग्जांपल एंड इन्फ्लुएंस कहते तीन जिन पाखे मुख्य थी टीचिंग एग्जांपल एंड इन्फ्लुएंस तीन जिन थी तेणु बर्तमान गुरु जो देखुं अहंकार को धरी रही अहंकार अहंकार भितर रही सराउंडेड विथ इगो जी रिप्रेजेंट करुँच इगो बाउंड जीव तेणु नाचुराली गुरु ये होते यूनिवर्सल गुरु तेणु इगोटा को काटे तेणु काटार कर्म से जो देखा को स्लेम कले ये होती लॉर्ड आज यूनिवर्सल गुरु ये लॉर्ड आज गुरु तार परवर्ती अवस्था हूँ कौन इगोर काम कौन
ଇଗୋର କାମ କଣ ତାହେଲେ ପଚାରିବେ ଇଗୋର କାମ କଣ ଇଗୋ ୱାଜ ଦ ଲର୍ଡ upon its speaker seat falsehood sat him by him his teacher and he is not his mate and queen ଇଗୋ କଣ ହଉଛି ନା ମୟୂର ସିଂହାସନ ଉପରେ ବସିଛି ତା କଡରେ କିଏ ବସିଛନ୍ତି ତା କଡରେ ବସିଛନ୍ତି କିଏ ନା ଫଲସୁଡ ପାଖରେ ଶୁଏ କାନରେ କହେ ତା କହିବା କି ଅନ୍ୟତା ହୁଏ ଆରେ ସେଠି ସ୍ତ୍ରୀ ନୁହଁ ରେ ସ୍ତ୍ରୀ ନୁହଁ କିଏ ସେ କାମନ କ୍ରୋଧ ହିଂସା ମିର୍ଷା ଈର୍ଷା ମଦ ମାଶ୍ଚର୍ଯ୍ୟ ଏଇ ସବୁ ହଉଛନ୍ତି ଦୀପୁ ମାନେ ଆପଣଙ୍କ ଚାରିପଟରେ ଅଛନ୍ତି ଘେରିକି ରହିଛନ୍ତି ପାଖରେ ଶୋଇଛନ୍ତି କାନରେ କହୁଛନ୍ତି ଆପଣ ତା ଦ୍ୱାରା ପରିଚାଳିତ ହଉଛନ୍ତି କୌଣସି ସ୍ତ୍ରୀ ଏସବୁ ଜିନିଷ ଖରାପ ଭାଙ୍ଗେ ନାହିଁ କାରଣ ନାରୀ ଏସବୁ ଜିନିଷ ତାର ଧର୍ମ ହଉଛି ବଢିବା ସେ କିଛି ଭାଙ୍ଗି ଦିଏ ନା କିନ୍ତୁ ଆମେ ବୁଝିପାରୁନା ତାକୁ ଯୋଉଟାକୁ ଆମକୁ ବାଟରେ ନେଉଛି ତାକୁ ଛାଡିକି ଆମେ କହୁଛେ ବାଟରେ ନେଉଥିବା ଶକ୍ତିକୁ ଆମେ କଣ କରୁଛୁ ନା ଧ୍ୱଂସ କରୁଛୁ ତେଣୁ ଗଣେଶ କଣ କରୁଛନ୍ତି କଣ କଲେ ନା ପ୍ରଥମେ ହଉଛି କଣ ଇଗୋର ଧର୍ମ ହଉଛି ସୋ ପାୱାରଫୁଲ ତେଣୁ ସେ କଣ ଏତେ ପାୱାରଫୁଲ ଶିବଙ୍କୁ ଆସିଲା ବେଳକୁ ଜାଣିକରି କଣ ତାକୁ ଆଲାଉ କରୁନାହିଁ କଣ ହଉଛି ନଟ ମାନେ କଲା ନାହିଁ ତେଣୁ ଶିବ କଣ କଲେ ନ୍ୟାଚୁରାଲି ଲଢେଇ କଲେ ଏତେ ଅହଙ୍କାର ଏତେ ପାୱାରଫୁଲ ଶିବଙ୍କର ସକଳ ଶକ୍ତି ସେଠି କଣ କଲା ନା ହାରିଗଲା ହାର ମାରିଗଲା ତେଣୁ କଣ କଲେ ଆସିପାରିଲା ନା ତାର ପରବର୍ତ୍ତୀ ଅବସ୍ଥାରେ ଆସିକରି ପହଞ୍ଚିଗଲେ ତା କଣ ହଉଛନ୍ତି ତାଙ୍କୁ ହରେଇବା ପାଇଁ ଆସିଲାନି ତେଣୁ ଯେତେବେଳେ ସେ ନ ହାରିଲେ ତେଣୁ ଇଗୋ ଏତେ ପାୱାରଫୁଲ ହେଇଯାଇଥିଲା ସେତେବେଳେ କଣ କରୁଛନ୍ତି ନା ଶିବଙ୍କୁ କଣ କରୁଛନ୍ତି ଜାଣିଲେ ଗୋଟେ ଟପ୍ ଆପ୍ରୋଚ ସାଧାରଣରେ ଇଗୋ ଯିବ ନାହିଁ ଏତେ ଗେଲ କରିକି ଇଗୋ ଯିବ ନାହିଁ ତେଣୁ ଗଣେଶ ଇଭେନ୍ ଶିବ ଗୋଟେ ପୁରାଣ ଆପଣ ପଢିଛନ୍ତି ନାଟକ ଶୁଣିଛନ୍ତି ହାରି ସାରିଲା ପରେ ମଧ୍ୟ ହାୟର ଆପ୍ରୋଚ ଗଲେ ଏବଂ ଶକ୍ତି ଆଣିକରି କଣ କଲେ ନା ତାଙ୍କୁ ଆସିକରି ପହଞ୍ଚିଲେ ଟଫ୍ ଆପ୍ରୋଚ ଇଭେନ୍ଚୁଆଲି କଣ ହଉଛି କମ୍ପାସନେଟ ଯୋଉଥିପାଇଁ କି ଆପଣ ମାନେ ଦେଖୁଛନ୍ତି ଗୁରୁ କେମିତି କଣ ଆସିକରି ପହଞ୍ଚିଲେ ରାସ୍ତା ପାଇବାର କଣ ନା ୱିଷ୍ଟମ ଖଟେଇଲେ ନିଜେ ପାରିଲେ ନା ସୈନିକ ପାରିଲେ ନା ଗୁରୁ କଣ କଲେ ତାଙ୍କର ୱିଷ୍ଟମ ଆପ୍ଲାଏ କଲେ ୱିଷ୍ଟମ ମାନେ ଯୋଉଟା ସୋଲ ଭିଜନ ଦେଖନ୍ତି ନଲେଜ ରହୁଛି କଣ ଯୋଉଟା ଅନ୍ଧାର ଗ୍ରୋପିଂ ମାଇଣ୍ଡ ଅନ୍ଧାରରେ ଉଣ୍ଡାଳି ଯାହାକୁ ପାଏ ତେଣୁ ସୋଲ ଭିଜନ ପାଇଁ ପହଞ୍ଚିଲେ ପ୍ରଭୁଙ୍କ ପାଖରୁ ଆଣିକରି ପହଞ୍ଚିଲେ ନାରାୟଣଙ୍କ ପାଖରୁ ଅସ୍ତ୍ର ଆଣିଲେ ତାକୁ ଆସିକରି ପହଞ୍ଚିଲେ ଦ୍ୟାଟ୍ ୱାଜ ଦ ପାଥ୍ ଦ୍ୱାରା ଗୁରୁ କଣ କଲେ ନା ତାଙ୍କର ୱିଷ୍ଟମ ଆପ୍ଲାଏ କଲେ ଏଠି ନଲେଜରେ କାମ ଚଳିଲା ନାହିଁ ତାର ପରବର୍ତ୍ତୀ ଅବସ୍ଥାରେ କଣ ଦେବୀ ବର୍ତ୍ତମାନ କଣ କଲେ ନା ମୁଁ ସୃଷ୍ଟିଟାକୁ ଧ୍ୱଂସ କରିଦେବି ପଛରେ ସତ୍ୟ ହଉଛି କଣ ନା ଯେତେବେଳେ ଇଗୋଟା କହିଲେ ଧ୍ୱଂସ କରିଦେବି କାରଣ ସେତେବେଳେ ଥିଲା କଣ ନା ଅଜ୍ଞାନତା ସେ ଜାଣିପାରୁନାହିଁ ପ୍ରଭୁଙ୍କୁ ଜାଣିଲେ ମଧ୍ୟ ଏତେ ଗତାନୁଗତିକତା ଭିତରେ ରହିଲା ଆଚ୍ଛା ଯେତେବେଳେ ଇଗୋଟା ସ୍ଲେ କରିଗଲା ଇଗୋଟା ଥିଲେ ଆପଣ କଣ କହୁଛନ୍ତି ନା କଣ ହଉଛନ୍ତି ଧ୍ୱଂସ କରିବା ମାନେ ମନୋବୃତ୍ତି ହଉଛି ନିଜକୁ ଧ୍ୱଂସ କରିଦଉଛନ୍ତି ଇଗୋ ଡେଷ୍ଟ୍ରୟ ଇଗୋ ୱାଜ ଦ ହେଲ୍ପର ଇଗୋ ଇଜ ଦ ବାର ତେଣୁ ବର୍ତ୍ତମାନ କହୁଛନ୍ତି କଣ ବର୍ତ୍ତମାନ ଯେତେବେଳେ ଏଇ ଇଗୋଟା ଯେତେବେଳେ ପେରିସ୍ କରିଗଲା ମାନେ ଗଣେଶ ଯେତେବେଳେ ପ୍ଲେନ୍ ହେଇଗଲେ ଇଏ କୁହନ୍ତି ରାଗୁଛନ୍ତି ରାଗିକି ମୁଁ ଧ୍ୱଂସ କରିଦେବି ତାର ପରବର୍ତ୍ତୀ ଅବସ୍ଥାରେ କଣ କଲେ କଣ ଏଠି ଧ୍ୱଂସ କରିବା ପାଇଁ ପାର୍ବତୀ ବାହାରିଲେ ଯେତେବେଳେ ଆପଣ ଫେରି ଯାଆନ୍ତୁ ଯେତେବେଳେ ନଟରାଜ ନୃତ୍ୟ ଯେତେବେଳେ ତାଙ୍କୁ ନେଇକରି ଯଜ୍ଞ ସେ ପକା ହେଲା ସେତେବେଳେ କଣ କଲେ ନା ଇଏ ମାନେ ନୃତ୍ୟ କରିବା ନଟରାଜ ନୃତ୍ୟ କରିବା ଆରମ୍ଭ କଲେ ଯୋଉଥିପାଇଁ କି ଶିବ ମାନେ ଶକ୍ତିକୁ ଖଣ୍ଡ ତାଙ୍କ କାନ୍ଧରେ ପକେଇ ବୁଲୁଥିଲେ ଖଣ୍ଡ କରି ଚକ୍ର କାଟିକରି ବିଭିନ୍ନ ସ୍ଥାନକୁ ପଠାଗଲା ସେତେବେଳେ ମଧ୍ୟ କ୍ରୋଧ ଦି ପ୍ରକାର କ୍ରୋଧ ଥିଲା ଏପଟରେ ଗୋଟାଏ ପଟରେ ରାଗୁଛନ୍ତି କିଏ ସେ ନା ଶକ୍ତି ସେପଟରେ ରାଗୁଛନ୍ତି କିଏ ସେ ନା ଶିବ କିନ୍ତୁ ଦେ ଆର୍ ଇଣ୍ଟରରିଲେଟେଡ୍ ତେଣୁ ସେଠି ବର୍ତ୍ତମାନ କହୁଛନ୍ତି କଣ ନା ବଡି ବିଗିନ୍ସ ଟୁ ମର୍ଜ ୱିଥ୍ ଦ ସୁପ୍ରିମ ଯେତେବେଳେ କ୍ରୋଧ ଛାଡିଗଲା ବର୍ତ୍ତମାନ ଶିବ କହୁଛନ୍ତି ହଁ ଠିକ ଅଛି କ୍ରୋଧ ତ ଇଏ ତ ଯାହା ହେବା କଥା ହେଇଗଲାଣି ବର୍ତ୍ତମାନ ତ ହି ଇଜ ବିହେଡେଡ୍ ତେଣୁ ସେତେବେଳେ କଣ କରୁଛନ୍ତି ନା ଇଗୋଟା ଚାଲିଗଲା ପରେ ଯେତେବେଳେ ଆପଣ ପ୍ୟୁରିଫାଏଡ୍ ହେଇଯିବେ ସେତେବେଳେ କଣ କରିବ ନା ଗୋଟେ ସୋଲଟା କଣ କରିବ ନା ସୁପ୍ରିମ ସୋଲ ସାଙ୍ଗରେ ମିଶିଯିବ ଭକ୍ତଟା ଭଗବାନଙ୍କ ସହିତ ମିଶିଯିବ ଆଉ ବ୍ୟାରିୟର ନଥିବ ତେଣୁ ଏଠି ବର୍ତ୍ତମାନ କଣ କରୁଛନ୍ତି ନା ଦେବୀ କଣ କରୁଛନ୍ତି ନା ଶିବଙ୍କ ସହିତ ସୁପ୍ରିମଙ୍କ ସହିତ ମିଶି ଯାଉଛନ୍ତି ଫିଜିକାଲ ୱାର୍ଲଡଟା କଣ ହଉଛି ଚାଲି ଯାଉଛି ବର୍ତ୍ତମାନ ଦେବୀଙ୍କ କନସିୟସ ଭିତରକୁ ଦେଇକରି ଭଗବାନଙ୍କ ସହିତ ମିଶିବାକୁ ଯାଉଛନ୍ତି ତେଣୁ ସେତେବେଳେ କହୁଛନ୍ତି ଇମ୍ପରମାନେଣ୍ଟ କ୍ରିଏସନ ଯୋଉଟା ଥିଲା ସେଟା କଣ କରୁଛନ୍ତି ବର୍ତ୍ତମାନ ଗୋଟାଏ ଡିଭାଇନ କ୍ରିଏସନ ଭିତରକୁ ଦେବୀଙ୍କ ଭାବରେ ଡିଭାଇନ କ୍ରିଏସନ ବେଳକୁ ଯାଉଛନ୍ତି ତାପରେ କହୁଛନ୍ତି ସେ ଯାଉଛି କୋଉଠନ୍ତି ନା ଯାଉଛନ୍ତି ପରମଙ୍କ ପାଖକୁ ପରମ ହଉଛନ୍ତି ଏଠି କିଏ ଶିବ ତେଣୁ ସେ କଣ କରୁଛନ୍ତି ନା ତାଙ୍କ ସହିତ ସରେଣ୍ଡର କରିଯାଉଛନ୍ତି ଦି ଜଣଙ୍କ ଭିତରେ କମ୍ପ୍ରମାଇଜ ହେଇଯାଉଛନ୍ତି ଦି ଜଣଙ୍କ କ୍ରୋଧରୁ ଖସି ଆସିଲେଣି ତାର ପରବର୍ତ୍ତୀ ଅବସ୍ଥାରେ ଶିବ କଣ କରୁଛନ୍ତି ଯେତେବେଳେ କହୁଛନ୍ତି ଗଣେଶଙ୍କର ଜୀବନକୁ କଣ କରୁଛନ୍ତି ନା ଆଉ ଥରେ ପ୍ରମିଜ କରୁଛନ୍ତି ମୁଁ ଗଣେଶଙ୍କୁ ଜୀବଦାନ ଦେବି ଦ୍ୱିତୀୟ କଣ୍ଡିସନ ତାକୁ ଅଗ୍ର ପୂଜା କରିବି ପଛରେ ରହସ୍ୟ କଣ ତାକୁ ବର୍ଣ୍ଣନା କରୁଛନ୍ତି କଣ କହୁଛନ୍ତି ସ୍ମଲ ଇଗୋ ସେ ଜାଣିଛନ୍ତି କିଏ ସେ ନା ମୋ ସନ୍ତାନ କାହାର ସନ୍ତାନ ମୋର ସନ୍ତାନ ଆପଣ ମାନଙ୍କର ଆମର ନୁହେଁ କାହାର ନା ଶିବଙ୍କର ସ୍ୱୟଂ ସେ ହଉଛନ୍ତି ଡିଭାଇନ ଯାଇକି ମାନିଫେଷ୍ଟ କରିଛନ୍ତି କିନ୍ତୁ ବର୍ତ୍ତମାନ ତାଙ୍କୁ ଆକ୍ସେପ୍ଟ କରିବାକୁ ପଡିବ ଶିବଙ୍କୁ ପାର୍ବତୀ ତ ଗ୍ରହଣ କରିନେଇଛନ୍ତି ଶିବଙ୍କୁ ବର୍ତ୍ତମାନ ଆକ୍ସେପ୍ଟ କରିବାକୁ ପଡିବ କେମିତି କଣ ଆକ୍ସେପ୍ଟ କରିବେ ଇଏ ହଉଛନ୍ତି ଗଣେଶ ରିପ୍ରେଜେଣ୍ଟ କରୁଛନ୍ତି ଇଗୋ ସ୍ମଲ ଇଗୋ କେବେ ବଡ ଇଗୋ ସହିତ ଯାଇକରି ମର୍ଜ କରିବ ନାହିଁ ତେଣୁ ସ୍ମଲ ଇଗୋକୁ ବଡ ଇଗୋ କରିବା ପାଇଁ ତାଙ୍କୁ କଣ କଲା ନା ସ୍ମଲ ଇଗୋଟାକୁ କାଟି ଦିଆଯାଇଥିଲା ଆଧାର ତିଆରି କରାଯାଇଥିଲା ଏବଂ ଟସ୍କଟା ହାତୀର ଯୋଉ ମୁଣ୍ଡଟା ଯୋଡି ଦେଇ ସାରିଲା ପରେ ସେ କଣ କଲେ ନା ବୃହତ୍ତର ଇଗୋ ହେଇଗଲେ ହେଇଗଲା ପରେ ସେ ହଉଛି ବୃହତ୍ତର ମାନେ ଆପଣ ସେ ଛୋଟିଆ ଇଗୋ ପାଇଁ ମୁଁ ବିନା ଯୁଦ୍ଧ ଦେବି ନାହିଁ ସୂତ୍ୟଗ୍ର ମେଦିନି ବଡ ଇଗୋ ହେଇଗଲା ବେଳକୁ କଣ କରିବି ନା ମୁଁ ସବୁ ଜାଗା ମାଡି ବୁଝିବି ମାରିଦେବି ଏକଦା ନୁହେଁ ଏଠି ହଉଛି କଣ ନା ସୁପ୍ରିମ ୱେରେ ସେ ଯୋଉ ଚାଲିଗଲାଣି ତେଣୁ ସେଥିପାଇଁ କହୁଥିଲି ସ୍ମଲ ଇଗୋ ରିପ୍ଲେସ୍ ବାଏ
बिग और यूनिवर्साल इगो भीतर को आसिक प्रवेश करगला तेणु तार परवर्ती अवस्था आसिक पहुंचा नॉट लिमिटेड बाय इंडिविजुअल सेल्फ बर्तमान जो हाथीर मुंडटा जो जोड़ी गला सी आ इगो रहा ना स्मॉल इगोटा हेले कौन होती कैपिटल इगो भीतर को रहा लिमिटेड इंडिविजुअल सेल्फटा बर्तमान कौन करुँच ना लार्जर यूनिवर्साल सेल्फ को चली जाऊँगी किए से कर ना सही टच किए से ना मारी से करुँच से जानते छोट को बड़ करने से गणेश को क्षुद्रतार अहम बंधन रू बाहर करके उपरको नौते ठीक एथे से जिनस कौ जिनस हमको भगवान ये क्षुद्रता भर आने जाऊँगी से भगवान कौन कले ना निज पुओ बोलिक बक्रतुंड हाथी जोड़ी थे ये कौन कर भगवान आमको टच देते टच कैन अल्टर द फिक्स फ्रेंड ऑफ लाइफ फेट नियति को बदल देकर कौन करेंगे ना आगू आरंभ करेंगे तेणु तार परवर्ती अवस्था आम कौन कहते बेनिफिट कौन है सृष्टिर बेनिफिट है क्या छोटा बड़ होगा इगोटा स्मॉल इगोटा पेरिश करगला ऊपर को आसला कौन भास्ट जिन भास्टनेस भर को पड़े फाइनाल कौन होती जो इगोटा थिला सी ऑर्डिनरी आउ ह्यूमन बाउंड इगो नथिला गणेश भितर सी जो इगो थिला लिबरेटेड कॉन्शियसनेस चेतनाटा जोटा कहते ना मुक्त चेतना बंधन है कहते ये जो लिबरेटेड कॉन्शियसनेस टू आवर वर्ल्ड जो से फेरी आसे जिते लिबरेटेड कॉन्शियसनेस फेरी आसे कौन कला ना पूजा करवा आरंभ कर किए से पूजा कर किए से पूजा कर ना आम पूजा कर छोट इगो को आप धरवे ना कहले कौन गणेश तो माँ का पुओ मु तो माँ का पुओ कृष्ण तो माँ का पुओ मु तो माँ का पुओ तेणु आम गणेश कांधर हाथ पकड़ बोले बुलवा श्रीकृष्ण सागे जाकर बागुड़ी खेल ये तो हो पार ना तेणु आम चेतनाटा को ऊर्धक करदेले से कौन करें ना गणेश कार्तिक श्रीकृष्ण चेतना सहित आप तेणु से कौन करें ना पेश करवा आरंभ करेंगे समय हो गए गोटे दुटा लाइन आपको कहूँ आलोचना मूल आरंभ करना तेणु आप केवल से गोटे जगह नौ तार परवर्ती मुझे 5-10 लाइन आपको खूब शीघ्र आपको 5-10 लाइन कहीदे अच्छा गणेश क्या रिप्रेजेंट करुँच गॉड ऑफ प्रॉस्पेरिटी एंड विजडम श्री अरविंद माँ जहाँ कहते हैं कोट करूँ प्रथम हूँ गणेश रिप्रेजेंट करुँच प्रॉस्पेरिटी एंड विजडम तार परवर्ती अवस्था आप स्वतंत्र जाऊँगी कौन कहते कौन होती ना जो आगू टे जाऊँगी सिंबल कौन सिंबल गुड़ा कहते प्रोटेक्शन टू कौन होती प्रोटेक्शन एंड रिमूवाल ऑफ द ऑब्स्टेकल फ्रॉम वन्स पाथ जो आप जोग पाथर जाऊँगी साधारण जो मैंने जाऊँगी ये जो जो सिंबलटा जति सिग्निफाई करुँच कौन ना रिमूवाल एंड प्रोटेक्शन आपको प्रोटेक्शन दिया हम आपण बाटर जो ऑन द वे ऑन द पाथ जो ऑब्स्टेकल अच्छी कौन करेंगे ना बाहर करदे हटईदे से हूँ सिग्निफिकेंस अच्छा हाथीर जो मुंड देखुं मैंने जो ये देखुं टस्क बोलिक जहाँ कहते कहते तार सिंबल हूँ कौन ना इंटेलेक्चुअल स्ट्रेंथ छोटू बड़ हो जाऊँगी जो कहले सीमिततार असीमितता हो जाऊँगी जहाँ कहते रिप्रेजेंट कहते इंटेलेक्चुअल फेथ तापर परवर्ती अवस्था गणेश को कहते कौन से कौन ना अंग मैलू बा हलदी या किंतु तार परवर्ती अवस्था हो गले कौन गणनामपति सी गले गणपति तापर से कहते कम हूँ कौन गणपति होगला अग्रपूज्य हो गले अच्छा कम तो कौन हो ना हाँ कम हो कौन गाइड द वर्शिपर्स इन प्रोटेक्शन ब्लेसिंग गुड लक एंड कौन होती ट्रायम्फ ओवर एडवर्सरी एंड ऑब्स्टेकल तेणु जो पूजा कला माने कौन हम ना यही जिन हम कौन कर हम आरंभ कर ना प्रथम हूँ कौन आपको प्रोटेक्शन मिल द्वितीय ब्लेसिंग्स मिल तृतीय गुड लक मिल चतुर्थ कौन ना ट्रायम्फ भिक्ट्री मिल क्या ना दुईटा जिन गोटे हूँ एडवर्सरी आ गोटे हूँ ऑब्स्टेकल तार परवर्ती अवस्था को आसतु गोटे दुईटा मिनट नौ समय हो गला तेणु तापर कहते या जो कौन कर रिमूवाल ऑफ ऑब्स्टेकल एंड इगोइस्टिक नॉलेज से गुड़ा को बाहर करने गणेश को बाहर कर पवित्र कले सेमती कहते पूजा कले या हम अच्छा गणेश होती कौन क्या कहते कौन डेटी ऑफ इंटेलेक्चुअल थॉट्स से जो देवी क्या रिप्रेजेंट करते इंटेलेक्चुअल थॉट गुड लक ड्यूटी आपको रिप्रेजेंट करते अच्छा गणेश कईटा हाथ अच्छी 4टा हाथ अच्छी अच्छा 4टा हाथ कौन कौन धरी तार सिग्निफिकेंस कौन ना गोटे हूँ रोप गोटे दौड़ी धरी कौन तार माने स्पिरिचुअल अर्थ कौन आभ्यंतरीण अर्थ कौन हेल्पिंग हेल्प्स पुल पीपुल टू द स्पिरिचुअल गोल लक्ष्य कर दौड़ीटा जड़े भासी जाऊँगी बुड़ी जाऊँगी दौड़टा पकई आप टाणी दौरान सो गणेश जो प्रथम जो सिग्निफाई करोटा रोप बोलिक हेल्प्स लोक को साहाय्य करुच्ची कौन कहते ना स्पिरिचुअल गोल को टाणिक तलू जोटा तलू को बुड़ी जाऊँगी दबी जाऊँगी ऊर्ध्व लोक को टाणिया रोपटा या सेकेंड रोचे कौन ना विथ स्वीट गोटे राशि लड़ू देखिए हाथ धरते कौन होती रिवार्ड फॉर द स्पिरिचुअल कौन होती पार्टी
स्पिरिचुअल पाइटी जो आध्यात्मिक पवित्रता एटा हूँ आपन गोटे रिवार्ड थी आई से कहते खसा लुड़ धरी दवाई आमको जो मैंने फॉलो कर तृतीय कहते कौन आउटस्टेटेड फार्म जो हाथटा लंबी पाम हूँ ये जो आप हाथर पामटा से कौन होती सी कौन करने टू ऑफर प्रोटेक्शन एंड ब्लेसिंग जोटा लंबे हाथ पामटा जोटा लिखुंट तार हूँ कौन से लंबेबार कारण हूँ ना दुईटा जिन गोटे प्रोटेक्शन देवे गोटे ब्लेसिंग देवे चतुर्थ हूँ कौन जो कुराड़ी देखुं कौन होती डिटाच फ्रम आटाचमेंट से कुराड़ी धर्म हूँ काटा कहू काट कौन कौन मनीष मुंड काट ना कौन कर ना आटाचमेंट को काटापी से कौन कर तेणु ताकू गला कौन होती ना आउ टे आगू जा आउ तो सरीगला टाइम आगू जाइबनी पूजा कले 5टा माने 6टा बेनिफिट मिले प्रथम बेनिफिट हूँ कौन ना प्रॉस्पेरिटी सेकेंड गुड फॉर्च्यून थर्ड विजडम जोटा कि हाथ दंत फोर्थ रे होची डिस्ट्रॉय ऑल योर ऑब्स्टैकल्स जते ऑब्स्टैकल अछि ताकू नष्ट करै देबे तापर पंचम रे होची कोन यू विल बिकम पेशेंट अधैर्य को धैर्य करिवे नंबर 6 यू विल बिकम नॉलेजेबल ज्ञान आसी पहुंची आरंभ करिवो जेमिति कहते ना ज्ञान पई करदेबी पढ़ंती आपण जो कहंती नम गणेश गिरि विघ्नेश गिरिजानंदन प्रभु मम विद्या नियंत्य सर्ववेद प्रदभव सेतळे नडिया बाडंती सेतळे संकल्प करते से पहुंचबे तापर कहउचंती कोन होचंती योर पीसफुल लाइफ नंबर 7 हूँ पीसफुल लाइफ नंबर 8 हूँ कौन सोल टू बी प्यूरिफाइड आम तो सोल की जानूनी प्यूरिफिकेशन तो पर अवस्था आपन टिके हूँ कान बाजुव सोल हूँ प्यूरिफाइड तेणु तार परवर्ती अवस्था मुझे जाऊनी या केवल एति कहूँ कौन करती जो रहती कौटी ना हूँ कौन जहाँ कहते अनेक समय पुराण में लिखाई गणेश किए से ना सी होती निजे होती भगवान कहीं से दिने माँ को कूल शोते से कौन भगवान जाऊे सी कहते मुझे अमृत पायन करने चाहूँगी तेणु कौन कहते मुझे कहती लोक मैंने कौन ना आलोचना कर अवस्था तेणु से देव ब्रह्म गणपति सगुण ब्रह्म ये सब जिन कहुए रहती कौटी ना कैलाश मंत्र हूँ कौन ओम नम गणपत कौन ओम गम गणपत नम तांकर जो ये जो अस्त्र गुड़ाक अच्छी कौन पशु पास आउ आंकुश ये सब जिन सिंबल हूँ कौन ना स्वस्तिक ओम गुडक ये सब जिन दिन में पूजा पाती कौटी ना मंगलवार कौन ट्यूजडे एंड वेडनेसडे तेणु तांकर होती कौन ना चतुर्थी माने चतुर्थी बोलिक आप जानते बाहन मूषा जेंडर मेल फेस्टिवल गणेश चतुर्थी आसूसी शनिवार पूजा करेंगे पेरेंट होती किए शिव पार्वती सिबलिंग किए से ना कार्तिक कंसर्ट होती किए बुद्धि सिद्धि रिद्धि तेणु यही अवस्था भितर से कौन कहते पूजा पाती अंततः विभिन्न पुराण क्षेत्र में आपड़ जो पढ़ी जानते गोटे जिनस आप देखिए कौन ना 32टा रूप अच्छी जमी बाल गजपति तरुण गजपति गणपति तापर भक्ति गजपति गोटा हूँ वीर गजपति ये 32टा रूप थाए आपण मैंने पढ़ी जानते समय आह्वान वार्ता को विराम दबा व्यतीत आम पाखे अन्य किसी बाट नहीं अतएव मु आज आलोचना को यही रखा चिंता करुच्ची आपण मैंने निश्चित भाव आंगल केवल आलोचना करुच्ची आंगल आलोचना करार कारण हूँ अनेक अतीत अनेक यूट्यूब टॉक मुझे गणेश कर सारी तेणु आम मानकर दुर्बलता हूँ आम रिपीट करें से आज गोटे नुआ आंगल आलोचना किंतु तार गभीरता भर को केवल जहाँ हिंस देती परवर्ती अवस्था आप आलोचना करेंगे अंतत आज हापी गणेश चतुर्थी गणपति बाबा मोरिया तेणु आपण चलापथ कुसुमित हो आपणकर जीवन सरस सुंदर हो यही कथा रखी ये आज मोर कहानी को विराम दूसरी वार्ता को विराम दूसरी वंदे मातरम समस्त को प्रणाम धन्यवाद एवं पुनर्बार आउ केतबेले सुविधा हेले देखा वंदे मातरम धन्यवाद।